ধরে হরি হরি গোবিন্দ 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 পদু গড়ুচি মকরন্দ হরি বল হরি বল। এতে শীঘ্র নিজের একতাচ্ছের উপরে বদল হইল। আরে গো তাই সত্যি কি ছিল সেটা নিলা তাছাড়া সে নন্দলাল হাতের মরিছি মানে সিধা স্বর্গକୁ গলা। ତମ ବାପା କହନ୍ତି ତମେ ଗୀତାରେ ଗୋବିନ୍ଦ ଧୀରେ ଚାଣକ୍ୟ ସକାଳୁ ସଞ୍ଜ ଯାଏ ତମେ ହରିନାମ ଜପ କର ହେଲେ ରାତି ହେଇଗଲେ ତମେ ନାରୀ ମାଂସ ଲୋଭୀ ବ୍ରହ୍ମ ରାକ୍ଷସ ପାଲଟି ଯାଅ ପୁରା ପୁରା କରି ନାରୀ ମାଂସକୁ ଖାଇଯାଅ ରାତି ହେଲେ ତମେ ସୁର ସୁନ୍ଦରୀ ଭିତରେ ପାଗଳ ହେଇଯାଅ ଶେଷ କରିଦେଲ ନିରୀହ ଛୁଆଟାକୁ ଶେଷ କରିଦେଲ। যেবে হব ভব পারি নীতি হরিব পরে মধ্যমণ্ডলে দেহ রহি দেবতা হেলে রহি গোবিন্দ 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 পদু গড়ুচি মকর হরি বল হরি বল হরি বল। তুলসী মালা উপরু মথুরা চালে মরি লীলা আমাকে বিরোধ করো করি দেবী কারো যদি সুখরে শান্তিরে এই ঘরে রহিବାକୁ চাହୁଁଛ তাহলে তো আখি কান প্রভু বরণ করিবে তা নহলে গোবিন্দ কରଣ তোর ঝিও বলা করি দেবী बहुत अन्याय से प्रति मुहूर्त दादा दादा बोली कही कांदुची तार असाय लुह बुंदा प्रति मुहूर्त मत अभिशाप दउची नहीं चिन्मय तम देवी तुमको किछि कहबनी तम देवी तुमको अभिशाप दिलबनी कोनी दिले मो देवी तम देवी कथा को पटिना समदिक पाई मा दे जे कोनी दिले मो देवी कोन होइछि तम देवी देवी कोन होइछि देवी असाय होसे कोइछि ए विना देवी कोन होइछि तम देवी मरि जाइछि
ମୁଁ ମାନୁଛି ମୁଁ ତୁମେ ବହୁତ ହେଲେ ତୁମେ ବହୁତ ତମ ମୁଁ ସର୍ବ ପାରିବେ ଦାଦା ବୋଲି ଦାଦା ବୋଲି ଦାଦା ବୋଲି চৈতি আরে চৈতি আরে কোয়ার গলু বা মাঝে উঠে যাইছিলে বুঝি বাদ নেই আর শ্বশুর ঘর চালি গলে এ চৈতি আলো ঝোঁক বড় ভোক লাগুছে না ও ভোজি নেই আসছি চৈতি এ চৈতি শোইছি না কোনো এ চৈতি আলো বুঝি বাদ নেই আর শ্বশুর তো নিদ লাগিগলা নাই কণ্ঠে ওপর থাকি খাইবা আনিବାକୁ ଏତେ ଡେରି କଲେ ଯେ ବସି ବସି ନିଦ ଲାଗିଲା ଶୋଇପଡ଼ିଲି ଆରେ କଣ କରିବି କହୁନୁ ବଡ ପଟା ଶାନ୍ତଙ୍କ ଘରେ ବହୁତ ଲୋକ ବୁଝିପାର ନେଇ ଆସୁ ଟିକେ ଲେଟ୍ ହେଇଗଲା ଏଇ ଝିଅକୁ ଭୋକ ଲାଗୁଥିଲା ଭୋଜି ଖାଇବ ବୋଲି କୁଆଡେ ଗଲା ଝିଅ ଦେ ପରିବାକୁ ତ ଶୋଇଥିଲା ଉଠି ପଡେ ଚାଲିଗଲା ବୋଧେ ଆଉ କଣ ଯେ କହିବି ତତେ ଚାଲ ଦେଖିବା କୁଆଡେ ଗଲା ସିଏ ଏ ତା ଦାଦା ବାବୁ ଚାଲିଗଲେ ମତେ ବି ସେଇଆ ଲାଗୁଛି ଚାଲ ଦେଖିବା ଏ ମା ଦେବୀ ଦେବୀ ରେ ଆରେ କୁଆଡେ ଗଲୁ ଏ ମା ଦେବୀ ଚିନୁ ମୀରା ଆରେ ତମେ ଦି ଜଣ ଏଠି ଠିଆ ହେଇଛ କଣ ହେଇଛି ଏମିତି କଣ କାନ୍ଦୁଛ କଣ କଣ ହେଇଛି ଚିନୁ ତମେ ଏମିତି କାନ୍ଦୁଛ କାହିଁକି ଆରେ କଣ ହେଇଛି କହୁନ ପୁଅ କଣ ହେଇଛି ଆରେ କହୁନ କଣ ହେଇଛି ନୂଆ ବୋଉ ନୂଆ ବୋଉ କଣ ହଉଛି କଣ ହେଇଛି ତ କୁହ ନୂଆ ବୋଉ ଆମ ଦେବୀ ସେଇ ଦେବୀ କି ମୁଁ ସେତେବେଳେ ଖୋଜୁଛି ମୋରି ପାଖରେ ଶୋଇଥିଲା ତା ବାପା ଖାଇବା ଆଣିବାକୁ ଟିକେ ଡେରି କରିଦେଲେ ଉଠି କୁଆଡେ ଚାଲି ଯାଇଛି ମୁଁ ତାକୁ ଖୋଜି ଖୋଜି ଜମା ପାଉନି ମତେ ଭାରି ଡର ଲାଗୁଛି ଯଦି ଗୀତା ହାବୁଡରେ ପଡିଯିବ ତାହେଲେ ଗୀତା ବିଚାରକୁ ବହୁତ ମାରିବ କୁଆଡେ ଯେ ଗଲା ଛୁଆଟା ମୁଁ ତାକୁ ଖୋଜି ଖୋଜି କୋଉଠି ବି ପାଉନି କୁଆଡେ ଗଲା ସିଏ ନୂଆ ବୋଉ ଆମ ଦେବୀ କୁଆଡେ ଯାଇନି ଆରେ ତମେ ଜାଣିଛ ଆମ ଦେବୀ କୋଉଠି ଅଛି ନୂଆ ବୋଉ ଆମ ଦେବୀ ସେଠି ଶୋଇଛି ଭଲ ଛୁଆଟା ଏଠି ଶୋଇଯାଇଛି ସେଇଆ କହିବାକୁ ତମେ ଏମିତି ସେତେବେଳେ ବିକଳ ଏ ପିଲାଙ୍କ ଭଳିଆ କାନ୍ଦୁଛ ଆରେ ଛୋଟ ପିଲା ଭୋକ ଲାଗିଛି ଭୋକରେ ଡହଳ ବିକଳ ଏଠି ଶୋଇପଡିଛି ଏଥିରେ ତମେ ବ୍ୟସ୍ତ ହଉଛ କାହିଁ କହିଲ କାହିଁ କାନ୍ଦୁଛ ସବୁ ଦୋଷ ହଉଛି ତମର ଖାଇବା ଆଣିବାକୁ ଏତେ ଡେରି କଲ ଯେ ପିଲାଟା ଭୋକରେ ଆସି ଏଠି ଶୋଇପଡିଲା କଣ ଯେ କହିବି ତତେ ଏ ମା ଏତେ ଉଠିଲୁ ଉଠୁ ତୋ ବାପା ଭୋଜି ନେଇ ଆସିଲେଣି ଭୋଜି ଖାଇ ବୋଲି କହୁଥିଲି ନା ଉଠ ମୁଁ ତୋତେ ପେଟ ଭରିକି କହିଦେବି ମୋ ଝିଅକୁ ପରା ଭୋକ ଲାଗୁଛି ଏ ମା ଆଲୋ ଉଠୁନୁ ତୋ ବାପାଙ୍କ ଉପରେ ରାଗିଛୁ କି ଜାଣିଛୁ ତ ତୋ ବାପା ସେମିତି କାହିଁକି ଅଯଥା ରାଗୁଛି କହିଲୁ କିଛି ମିଳିବନି ଉଠିଲୁ ମା ଏ ମା ଉଠୁ ଦେହ ସାରା କଣ ରକ୍ତ আরে কোনে কোন নিচে বছর কোন হয়েছে না আমি এমনি রক্ত আরে কোন হয়েছে ও বছর কোন হয়েছে আমার দেবী মরে যাইছে ଭୋଜି ଆଣିଛି ଭୋଜି ଖାଇବୁ ପରା କାହିଁକି ଝିଅ ଭାତ ଆଣିଛି ଡାଲି ଆଣିଛି ଆଉ କ୍ଷୀରି ଆଣିଛି ଝିଅ କଥା କହ तू डाकिले मो झियो आउ शोभिबनी मो झियो को डाकिले देवी कोता कहलो झियो हे मां मो तो बापा डाकुतिलो
চৈতি বুঝো ଆଉ ବାବା ଡାକିବନି କି ମାମା ଡାକିବ ଏଇ ଭୋଜି ଭାତ ଖାଇବାକୁ ଯାଇଛନ୍ତି ଯେ ଦିନ ବିଭୋ ଯାଇଛନ୍ତି ରାତି ଆସି ଅଠେଇଲାଣି ମୁଁ ମନା କରୁଛି ଆରେ ଯାହାକୁ ତୁ ପାଠ ଶାଠ ପଢି ଏଇ ବଡ ମଣିଷ କଲୁ ଆରେ ସିଏ ନିଜର ସୁଖ ପାଇଁ ଚାକିରି ପରିବର୍ତ୍ତନ କରିଦେଲା ଆରେ ମନା କଲେ କଣ ଏମାନେ ଶୁଣୁଛନ୍ତି ମାନେ ଏମାନଙ୍କର ଗୋଟିଏ ଜିଦ୍ ଆମେ ଚିହ୍ନକୁ ଦେଖିବା ପାଇଁ ଯିବୁ ଆରେ ଏ ଚଇତା ଚଇତା ଆରେ ଚଇତି আরে মা এ চৈতি আরে তুমি দুজন যদি ভোজি ভাত খাইবার এতে ইচ্ছা তাহলে তুমি দুজন আসিথান্ত ହେଲେ ମୋ ନାତୁଣୀ କାହିଁକି ନେଇ ଆସିଲ କହିଲ ମୋ ନାତୁଣୀ ନାହିଁ ବୋଲି ମତେ ଘରଟା ଖାଁ ଖାଁ ଲାଗୁଛି ଆଉ ନୀରବ ଲାଗୁଛି ସାରା ଜୀବନ ପାଇଁ ସେମିତି ନୀରବ ହେଇଯାଅ ବାବା ଆଉ ସେ ନୀରବ ଭିତରେ ଆମେ ସମସ୍ତେ ଝୁରି ଝୁରି ମରିଯିବା ମୋର ସବୁ କିଛି ସରିଗଲା ମୋ ପାଇଁ ଆଉ ଦିନ ଆସିବନି କି ନିଦ ଆସିବନି କେବଳ ନିରୀହ ଗପତି ପରି ମତେ ସାରା ଜୀବନ ଗୁମୁରି ଗୁମୁରି କାନ୍ଦିବାକୁ ହିଁ ପଡିବ ଆରେ କଣ ହେଇଛି ତମେ ଯେତେବେଳେ କାନ୍ଦୁଛ କାହିଁକି ଆରେ କଣ ହେଇଛି କଥାଟା ମତେ ଖୋଲିକି କୁହ କଣ କହିବି ବାପା ମୋ ସଂସାର ଆସିଗଲା କନ୍ୟାଦାନ କରିବା ମୋ ଭାଗ୍ୟରେ ଆଉ ନାହିଁ ମୁଁ ଗୋଟେ ହାତ କରି ଯୋଉଟା ଧରୁଛି ସେ ନାଁଟା ମୋ ପାଇଁ ଭାଙ୍ଗି ଯାଉଛି আরে মা আরে তুমি দুজন দেখি মো ধৈর্য ধরি পারুনি রে আরে কোন হইছে মত কথাটা কুহ আরে মোর হাতুরি খাই আরে মোর হাতুরি কুয়ারে যাইছি তমকু এ বুড়া বাপর নিয়ম ତମ ନାତୁଣୀ ଆଉ ନାହିଁ ବାବା ନାହିଁ আরে কুয়ারে যাইছি ସବୁଦିନ ପାଇଁ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛି চালি যাইছি আরে কুয়ারে চালি যাইছি সে ମରି ଯାଇଛି ତମ ନାତୁଣୀ ମୁଁ ବଡ଼ ହେଇ ପାଠ ପଢି ଚାକିରି କଲେ ତୁମ ପାଇଁ ଗୋଟେ ଚଷମା କମ୍ପାନୀ କରିଦେବି আরে মা তোমাকে কথা করে মা ও তো দেখবে না খুশি কথা দেবী তোমাকে কথা তুমি বসে ঘুমছিল এই যে ও বড় হলে তব পাই গোটে কাহিঁকি তোমাকে এমনি ঠকি দেই তোমাকে কথা ସକାଳୁ ସଦଦାଇ କେତେ ଫରମାଇଶ କରିବ ବାପା ଟୁଲା ମାଉସା ବିକି ଘରକୁ ଫେରିଲେ ମୋ ପାଇଁ ଏଇଟା ଆଣିବ ସେଇଟା ଆଣିବ ଆଉ ଯଦି କିଛି ଉଣା ହେଇଯାଏ ନା ତାହେଲେ ମୁହଁଟାକୁ ବୁଲେଇକି ବସିବ ସକାଳୁ ସଞ୍ଜ ଯାଇ କିଛି ବି ଖାଇନଥିଲା ପୁଅକୁ ପାଣି ଟିକେ ବି ଦଉନଥିଲା ଯେତେ ଡାକିଲେ ଆଲୋ ମା ଦେବୀ କଣ ଦିନେ ଖାଇଦବୁ ଲୋକଟାକୁ ସେ ଜମା ଶୁଣିବନି ଏଇ ଚିଠୁଟା ଯଦି ଥରୁକିଏ ଡାକିଦବ ନା ଦେବୀ ତୋଳି ଆଣିଦେବି ସରଗ ଶଶୀ ତୋ ପାଇଁ ଗଟିବି ସୁନାକୁ ନେଇ ସୁନା ବାହୁତି ପାଦକୁ ପାହୁଛି ହାତକୁ ମୋତି ରୂପା କକରକୁ ସୁନା ଝୁମୁକା ସୁନା ବନ୍ଧମୁଳି ଗଛ ଶୋଇଥିଲୁ
ଛାଡ଼ି ଚାଲି ଯାଇଛି ଆଉ ତୋରି ପାଇଁ ମୋ ସୁନାର ସଂସାର ଆଜି ଭାଙ୍ଗି ରୁଜି ଚୋର ହେଇଯାଇଛି ତୋ ମୋ ପୁଅ ନୁହଁ ତୋ ଘରେ ହେଉଛି ବେଇମାନ ତୋ ଆଉ କୁହାଗାତ ତୋରି ପୁଅ ତୋରି ଭଳି ପୁଅ ମରିଯିବାର 100 ଗୁଣରେ ଭଲ আমি সাল দিও মতে সমস্ত মিলিমিশি মতে আমি সাল ତମେ ତମେ କୁହ ମୋ ଛୋଟ ଏମିତି ଅବସ୍ଥା କରି କିଏ ମାରୁଛି ଆରେ କୁହ ତମ ମନେ ଆରେ କୁହ ଏବି ସମସ୍ତ ଏଇଠି ଥିଲ তোমার জানি ମୋ ଝିଅକୁ କିଏ ମାରିଛି କୁହ ମତେ ମୋ ଝିଅକୁ ଏମିତି କଲବଲ କରି ମାରିଲା କିଏ ମୋ ସ୍ୱାମୀ ନନ୍ଦଲାଲ ଚୈତି ଭାଉଜ ମୋ ସ୍ୱାମୀ ନନ୍ଦଲାଲ ଦେବୀକୁ ଦୁଷ୍କର୍ମ କରି ମାରି ଦେଇଛି ଚୈତା ଭାଇ କୁହ ଦେଇପାରିବ ମୋ ସ୍ୱାମୀକୁ ଦଣ୍ଡ ଝୁଲାଇ ଦେଇପାରିବ ସେ ଶୈତାନକୁ ଫାଶୀ କୁଣ୍ଡରେ ଦେଇପାରିବ ଦେବୀକୁ ନ୍ୟାୟ କୁହ ଚୈତା ଭାଇ ଆରେ କୁହ ଚୈତି ଭାଉଜ ଦେଇପାରିବ ଦେବୀକୁ ନ୍ୟାୟ ଏ ଓକିଲ ଭାଇ ମୋର ମୁଣ୍ଡର ଧାମ ତୁଣ୍ଡରେ ମାରି তোদের 500 মরে ওকিল করেছি তোরা তু করে শহর বড় উকিল উকিল বাবু ମୋ ଝିଅକୁ କଣ ନ୍ୟାୟ ମିଳିବନି ମୋ ଝିଅକୁ ନ୍ୟାୟ ମୁଁ ତମ ଗୋଡ଼ ତଳେ ମରୁଛି ଓକିଲ ବାବୁ ଏ ପଛୁଆ ଦିଅର ମୋର ତମ ହାତ ଧୁଆ ପାଣିରେ ମୋ ଶାଢ଼ୀ କାନିଟା ଓଦା ହେଇଛି ଯେ ଏଥିରେ ଠିକରେ ଶୁଖିନି ଉଠାଏ ହାତକୁ ବସାଇ ଦୁଆରିରେ ମୁଁ ମୋ ଜୀବନ ବିତେଇଛି ଆମେ ସ୍ୱାମୀ ସ୍ତ୍ରୀ ଦୁଜଣ ବହୁତ କଷ୍ଟ କରି ତମକୁ ଏ ସହରରେ ବଡ ଓକିଲ କରିଛି ଏ ଓକିଲ ବାବୁ ମୋ ଝିଅଟାକୁ କଣ ନ୍ୟାୟ ମିଳିବନି ମୋ ଓକିଲ ବାବୁ ମୋ ଝିଅକୁ କଣ ନ୍ୟାୟ ମିଳିବନି ମୁଁ ନ୍ୟାୟ ଦେବି ଆସାମୀକୁ ମୁଁ ଫାଶୀ କୁଣ୍ଡରେ ଝୁଲେଇ ଦେବି ଫାଶୀ କୁଣ୍ଡରେ ଝୁଲେଇ ଦେବି କଣ ହୋଇଛି ଚିନ୍ମୟ ଆରେ କଣ ହୋଇଛି କାହାକୁ ତମେ ଫାଶୀ କୁଣ୍ଡରେ ଝୁଲେଇ ଆପଣଙ୍କ ପୁଅ ନନ୍ଦଲାଲକୁ ଆରେ ଘଟଣା କଣ ହୋଇଛି ମତେ ଖୋଲି କୁହ ଆପଣଙ୍କ ପୁଅ ନନ୍ଦଲାଲ ମୋ ଝିଆରୀ ଦେବୀକୁ ଦୁଷ୍କର୍ମ କରି ମାରି ଦେଇ ସେ ଅନାବତ ଭାଗବତ ପ୍ରେମରେ ବୁଡ଼ି ଯାଉଛି ସେ ପୁଣି ଏମିତି କାମ କରିବ ମିଛ ଏଇଟା ହଉଛି ଯାହା ମିଛ ମିଛ ନୁହେଁ ସତ ମୁଁ ମୋ ନିଜ ଆଖିରେ ଦେଖିଛି ଆପଣଙ୍କ ପୁଅ ନନ୍ଦଲାଲ ମଦ ନିଶାରେ ଦେବୀକୁ ଦୁଷ୍କର୍ମ କରି ମାରି ଦେଇଛି ଚଣ୍ଡାଳରେ ଚଣ୍ଡାଳ ମଦ ନିଶାରେ ତୁ ଏତେ ବଡ଼ ଭୁଲ କାମ କରିଦେଲୁ ଛାଡ଼ିବିନି ଚିନ୍ମୟ ତମେ ବିଶେଷର ପାଟିକୁ ଯାଅ ମୁଁ ଦେଖୁଛି ସେ ଟୋକାଟା ଗଲା କୁଆଡ଼େ ତମେ ଯାଅ ଯାଅ ଦିନ ଭଲ ଲୋକଟା ମଦ ନିଶାରେ କଣ ଗୋଟେ ଭୁଲ କରିଦେଇছে ଆଉ ତୁ ଗୋଟେ କାମ କରେ ହଁ ହଲା କରନି ପାର୍ଟିରେ ଗେଷ୍ଟି ମାନ ଅଛନ୍ତି ମୋ ଇଜ୍ଜତ ଚାଲିଯିବ ମୁଁ ତତେ 5,000 ଟଙ୍କା ଦେବି ଲାଷ୍ଟକୁ ପଡ଼ିଦେବୁ ଆଉ ପରେ ମୁଁ 50,000 ଟଙ୍କା ଦେବି
ଟଙ୍କା ପାଇଁ ମୁଁ ଲାସ୍ତାକୁ ପଡ଼ିଦେବି ଆଉ କଣ ମୋ ପୁଅର ବେକଟାକୁ କାଟିଦେବି ମଦ ନିଶାରେ କଣ ଗୋଟେ ଦୁର୍ଘଟଣା ଘଟିଗଲା କଣ ଦୁନିଆରେ ଛାଡ଼ି ଭାସିଗଲା ଆଉ କଣ ଭାସିଗଲା এই দুর্ঘটনা যদি আপনার ঝিও সহিত হইথান্তা ଏମିତି ଦୁର୍ଘଟଣା ଯଦି ଆପଣଙ୍କ ବୋହୂ ସହିତ ହେଇଥାନ୍ତା ଆଉ ଏମିତି ଦୁର୍ଘଟଣା ଯଦି ଆପଣ ସ୍ତ୍ରୀ ସହିତ ହେଇଥାନ୍ତା ଆପଣଙ୍କ ମନ ସାଧାରଣ জবাব দিয়ন্তু কেশব বড় পণ্ড প্রহরীকে জবাব দিয়ে দে বরং জব মাগে কোঠু যেতিকি টঙ্কা নেইছ তম মানে ମୋ ଟଙ୍କା କୋଉ ଦିନ ଦବ ଆଗ ମତେ କୁହ ଛୁଆଟା ମରିଗଲା କଣ ଦୁନିଆରେ ଭାସିଗଲା ସେଠୁ ଯାହା ଦରକାର ହବ ମୁଁ ଦେବି କେହି କିଛି ଜାଣିବ ଆଗରୁ କେହି କିଛି ଶୁଣିବ ଆଗରୁ ଏ ଲାଷ୍ଟକୁ ପୁଣି ବାଉଁଶ କରିଦିଅ ଲିଭେଇ ଦିଅ ମୋ ପୁଅ ମଧ୍ୟରୁ କଳଙ୍କର ଦାଗ ଲିଭେଇ ଦିଅ কিয়া হন্তু বড় শান্তে এ দুনিয়ারে যদি ধর্ম থাকে ও জগতের নাথ জগন্নাথ যদি সত হইতান্তি আর ভাগবত বসেই যদি সবু দেখুথান্তি তাহলে ମୋ ଝିଅ ଦେବୀକୁ ନ୍ୟାୟ ନିଶ୍ଚୟ ମିଳିବ ଆଉ ଆପଣଙ୍କ ସେ ଚଣ୍ଡାଳ ପୁଅ ଫାଶୀ ଖୁଣ୍ଟରେ ଝୁଲିବ ଫାଶୀ ଖୁଣ୍ଟରେ ମୁଁ ଚଇତା ଗୋଛାୟତ ବାଉଁଶ ପାତିଆ ଚିରି ଚିରି ଏ ହାତଟା ଲୁହା ପରି ଟାଣ ହେଇଯାଇଛି ମୋ ଚଇତି ଦେହରେ ଆଉ ଥରେ ହାତ ଦେବାକୁ ଚେଷ୍ଟା କଲେ ହାଡ଼ଟା କେତେ ଖଣ୍ଡ ହବ ଗଣି ପାରିବନି ଯଦି ପ୍ରକୃତରେ ଭାଗବତ ଘୁଷେଇଥିବେ ତାହେଲେ ମୋ ଝିଅକୁ ନିଶ୍ଚୟ ନ୍ୟାୟ ମିଳିବ ଆଉ ଭାସି ପାଇବ ତମର ସେ ଚଣ୍ଡାଳ ପୁଅ ଠିକ ଅଛି ଚଇତ ଦେଖ ହବ କୋର୍ଟରେ সঞ্চয়িতা পঞ্চায়েত এক কেশব বড় পণ্ড সহিত টক্কর দেলে নিঃশ্বাস সবই বন্ধ হয়ে যায় ଆଉ କିଛି ଦିନ ଯଦି ତମେ ଶାନ୍ତିରେ ବଞ୍ଚିବାକୁ ଇଚ୍ଛା ଥାଏ ତାହେଲେ ମୋ ରାସ୍ତାରୁ ଘୁଞ୍ଚି ଯାଅ କାରଣ ଏ କେଶବ ବଡ଼ ପଣ୍ଡର ହାତଟା ବହୁତ ଲମ୍ବା अरे चोईथा और तुम्हारे काहींचे अरे जा उधर कोड़ी को मसारी को नबार व्यवस्था कर चोईथा से बहुत कोईला जेजे ए जेजे वो तब पाखरे बच्चे भागवत पढ़िबे सिए तो छाड़ी जाए और ता पाखरे भागवत बोलिब किए रे सईता अरे जा तमरा दुनी पाखरे भागवत रे बोल बोली दे ओना तुरा बोला शांति पाई मरे ओना तुरा बोला शांति पाई जीवो अरे जा तो इधर तू जा बाबू तो क्या कहीं की बात जा ओना तुरी पाखरे भागवत रे बोल ओना तुरी रोहत बोला शांति पाई গোবিন্দ 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 মধু গরুছি মকরঙ্গ সেবক রত্ন ভঙ্গ করি করিলে ব্রজ
মনম তাও নিরন্তরে মনে মনে অন্তরে থাও কৃষ্ণ বলে জীব যাও কৃষ্ণ বলে যাও कहा सहित किसी भी संपर्क नहीं, किसी भी संपर्क नहीं, किसी भी संपर्क नहीं। तो मोर फरो गई तो क्या रहा मोर निजा कहा को करीबी मोरा मोर कहा सहित किसी भी संपर्क नहीं। केते दिन जाई निजर रक्त संपर्क मनकु फंकी चलतिबो तोते जेंती टकी देली तो बरो पाइलो जेंती फाकी देली और दो संपर्क जेंती बोली गाली किसी भी संपर्क को भूली ना पर सब संपर्क को तमे तम मन भीतर बेसी बेसी खोजु छ ना मु सब संपर्क को भूली जाई वो भला बेटा को फंकी देला भाई बलचंद्र स्नेह आदर को भूली गला पण ठीक सेंती देवी को भी ठकी दबो और कौन करीबी देवी का न्याय में बनी ये न्याय दबो ये दे दे
ନୂଆ ଥାନା କୋର୍ଟ କଚେରୀ ଦୌଡୁଛନ୍ତି ଆଉ ଆଇଆଇସି କପିଟାକୁ ଫାଇଲ ଭିତରେ ଚାପି ଦେଲା କୋର୍ଟ ପାଖକୁ ସାକ୍ଷୀ ଆଉ ମୁଁ ଅସହାୟ ଅଭିମାନୀ ଉପରେ ଚକ୍ରବ୍ୟୁହରେ ଫସି ଯାଇ ବାହାରିବାକୁ ବାଟ ପାଉନି ସାକ୍ଷୀ ନାହିଁ ପ୍ରମାଣ ନାହିଁ ବିଚାର ବି ନାହିଁ ଆଉ ମୋର ବି କିଛି କରିବାର ନାହିଁ ତାହେଲେ ମୁଁ କହିବି ତମେ ଜଣେ ବେଇମାନ ତମେ ଜଣେ କାବୁଲସ ଭୀରୁ ତମେ ଜଣେ ଭୀରୁ ସତ୍ୟକୁ ସାମ୍ନା କରିବାର ସତ୍ତା ତମର ନାହିଁ ତମେ ଦେବୀକୁ ନ୍ୟାୟ ଦେଇପାରିବନି ଦେବୀକୁ ନ୍ୟାୟ ମୁଁ ଦେବି ଆଉ କାଠଗଡ଼ରେ ଛିଡ଼ା ହେଇ କହିବି ହେ ଜଗନ୍ନାଥ ମୋ ସ୍ୱାମୀ ନନ୍ଦଲାଲ ଦେବୀକୁ ଦୁଷ୍କର୍ମ କରି ମାରି ଦେଇଛି ତାକୁ ଫାଶୀ ଦିଅ ଜଗନ୍ନାଥ ତାକୁ ଫାଶୀ ଦିଅ କଳି ଯୁଗେ କୂଳ ନାହିଁ ହେ ଗୋବିନ୍ଦ ଦେହରେ ରଖିବେନି ଚାହିଁ ହେ ଗୋବିନ୍ଦ ପୁରୁଣା ପ୍ରେମିକ ପାଇବେ ହେ ଗୋବିନ୍ଦ ସ୍ୱାମୀକୁ ଗୋଇଠା ମାରିବେ ହେ ଗୋବିନ୍ଦ ଶାଶୁ ଶ୍ୱଶୁର ନ ମାନିବେ ହେ ଗୋବିନ୍ଦ ନିଷ୍ଠାରେ ମାତିବେ ହେ ଗୋବିନ୍ଦ हरिबोल आउ ठिया लगे जाओ पुराना प्रेमिक को साक्षी धरी कोर्ट को जाओ मो विरुद्ध साक्षी दे मत फांसी कुटिया चले मत फांसी गले तत्ते सुविधा हो पुराना प्रेमिक को बाहर पड़ो तम मुहरे टिके लाज नाही छी एमिति खराब कथा मुहर दोष हेलो ए रेंगी खड़िए तत्ते टिके सरल नहीं ओइला भलिया बासर राती हेई पहली छुआ तो दिखरे बाजिनी हेलो मो भेणे की देख केमती मौका को पूरा ऑन नहीं की बइजी देख चुप को सोना निज भक को लुचेबा को केले चेष्टा कोन हां भाई हेलो गिट्टू तू सुन आमे भाई भूर नि जण केमती गोटी जुई रे धरिबा एई दु जण सेही प्लान करूछथि माने तू तो जानिछु सेदिन कौन गोटे छोटिया भूल पाई मु बहुत अनुताप करुची नियति भागवत गोसाई मंदिर में पूजा अर्चना करुची सकाळ संज जाए हाँ सकाळ संज जाए पूजा अर्चना करुची हेले आपको देखे मो स्त्री आ तोरे स्वामी मु केमती जेल जीवी सेही बंदोबस्त करूछन्ते कौन कहिबे कौन तमे जेल जीवो नहीं दीदी मो भाई मुनी जेल जीवो अरे तू तो जानिଛୁ पिता से सिना टंका दे केसटा को चापी देले हेले लक्ष्मी छाड़ी डायरेक्ट कोर्ट बाहर से ये साक्षी दबो तोर ये मध्य तो स्वामी केस लड़िबो अरे आमे दी जण जेमती ताको रास्ता रो कुंटा हो जाई जल्दी आमे हटी गले ताको रास्ता पूरा सफा हो जिवो एते नील चाहिए ना तमे निरीह छागर जीवनटा बर्बाद कर तक मारी देला एटा बड़ा पापा काम करिबा परे भी तम मनरे टिके अनुताप करी एमिति भी हुए नाछड़ा मो भाई सेमिति का पिलन नहीं अमन मो तो ता जीवन लगे ना छुए ना राम राम सांग साथी कोडी कोडी मार दिला कोडी नाही बोल करला कोणता महाराज स्त्री साबरे तमे से जे सब मैनेज कर जाय ना कौन कहलु मैनेज करिवो अरे एनगेज होबा को मो भिणी अनै होई दे कहिबा सहिबा कर सीमा ଆଉ ସେ ସୀମା ସରକୁ ତମେ କ୍ରାସ୍ କରି ଯାଉଛ ନିଜ ଝିଅରେ ଦେବୀକୁ ନ୍ୟାୟ ଦେବା ପାଇଁ ଯେତିକି ପାଗଳ ହଉନ ନିଜ ପୁରୁଣା ପ୍ରେମିକ ପାଇଁ ତାଠୁ ଅଧିକ ପାଗଳ ହେଇଯାଉଛ ओडियो तो But why? ଝିଅରେ ନା ମରିଗଲା କଣ ଦୁନିଆରେ ଆସିବ ନା ଆସିଲା କେଶ ଭଗବାନ ପଣ୍ଡାର ଜୟ ତମେ କେଶ ଭଗବାନ ପଣ୍ଡାର ଜୟ ସାବରେ ଏ ଘରର ସ୍ୱାମୀ ସିଦ୍ଧିବାକୁ ଚେଷ୍ଟା କର हां मु केso बड़ पंडा रो जोई ताले सोगा विषय आइबो देबो को हां ए गरो सो केस भीतर रही ଝିଅ ମଲା ଝିଅ ଗଲା ହଁ। ତମେ ସେଥିରେ ମୁଣ୍ଡ ପାଣି ପାରିବନି ଚାଲ
পিতা ତାହେଲେ ତମେ ବି ଗୋଟେ କଥା କାନ ଖୋଲି ଶୁଣି ରଖ ଗୀତ ଏକାକି ଲଢ଼ିବାର ସଂସାହସ ଏ ମୀରାର ଅଛି ଦେବୀକୁ ନାଇଁ ମୁଁ ଦେବି ମୁଁ तुलसी माला गोपरू मथुरा चले होरी लीला जे मते विरोध करो ओरी देवी तारो खिया भला जीवन कौन तोते पिता लगला निकलो हां कौन कहलु देवी को तू ना दबो हां देवीକୁ ମୁଁ ନା ଦେବି ଆଉ ଯଦି ଦରକାର ପଡ଼େ ତା ପାଇଁ ଜୀବନ ଦେବାକୁ ବି ପଛେଇବିନି ଭାବିଲେ ବି ଗୋଟେ ନିରୀହ ଛଡ଼ା ପାଇଁ ତ୍ୟାଗ କରିଦେଇଛି कोइला नारी होइबे एकाका रहे गोविंद नथिबो बेदर विचार हे गोविंद होइता छोड़ा सबु हेबे गोविंद देवी खड़गर नाश जीव हे गोविंद देवी को दूर ना दबो गोविंद 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 पदु करुची मकरंद से मकरंद पान करी हेले करिले ब्रह्मचारी আবে আমার সব পশু বহুটাকে বড় মারু মারু মারি দেব না কোন এইটা বহু হে এইটা হচ্ছে গোটে কুল কলঙ্কিনী চরিত্র হইলা বেশ্যা এইটা তো মজি আবে চুপ মাতে তুমি মতে মাইলো সামান্য ঝোটা ভাই তুমি পুয়ো উপরକୁ তুমি হাত ଦେଇଦେଲ এইটাକୁ মজি পিতাশ্রী ও কোন রূপে হাত দিল কুলনন্দন কোন শিক্ষিত তবে পুরা কুলনন্দন কো বেপারে তুলসী মালা পকা সকালে সন্ধ্যারে গীতা ভাগবত পাঠ কর আর রাতি হেলে মদ মাংস খাই বেশ্যাମାନଙ୍କ সহিত রাতি কটা এই শিক্ষা দেইছ তবে তোমার কুলনন্দন কো ଅପବିତ୍ର କରିଦେଇଛ ତମେ ଗୀତା ଭାଗବତର ଅମୃତ ବାଣୀକୁ କଳଙ୍କ ଲଗେଇ ଦେଇଛ ତମେ ବ୍ରାହ୍ମଣ ସମାଜକୁ ତମ ପରି ପାପୀ ମନ୍ଦିରକୁ ଗଲେ ପାପ আরে বাবা বা শাশু বউ দুয়ে জড়ি জালি হই মো পুଅ বিরোধরে লাগি গলনি কোন পরীক্ষা সে চরিতা গচ্ছায় তো কাহিকি কাহিকি তবে তা পরিবারটাকে এমিতি জারি পরি পাউস করি করো শুনো এমিতি স্বামী আছে লালার ভুলକୁ ঘোড়াইବାକୁ যাই ତମେ ମହା ପାପ କରନି ଲାଲାକୁ ପୋଲିସରେ ଧରେଇ ଦିଅ କୋର୍ଟ ତା বিচার କରିବ পিতাশ্রী মো খেল করে সরি দিব মাধবী বুঝাও এ মাধবী নত মালতী নত মল্লি ফুল পরি বাসি উঠুছা হ্যালো 30 ବର୍ଷ ହେଲା ତୁ ଏ ଘରକୁ ବୋହି ଆସିଲଣି ତୁ କଣ ଜାଣିନୁ ଏ କେଶବ ବଡ ପଣ୍ଡାର ବିଚାରଟା କହୁଛି ଥାନବ ଦଣ୍ଡକୁ ଆସେ ତମ ଘରେ ଚାଲେ ଆଉ ବିଚାର ମୁଁ ନିଜେ କରେ ନିଜେ ହାରିଛି 100 ଟଙ୍କା ହାରିଛି ମୋ ଦେହରେ ଯେତିକି ଲୁହ ସେତିକି
ବଦଳିଶାର ମୋ ପୁଅ କଣ ଗୋଟେ ଭୁଲ କରିଦେଲା ବୋଲି ତମେ ଶାଶୁ ବୋହୂ ଦିଟା ଯୋଡି ଯାଉନି ହୋଇ ଏଠି ମହାଭାରତ ଆରମ୍ଭ କରିଦେଲଣି। ମହାଭାରତ ଟଙ୍କା ଆଉ କ୍ଷମତା ବଳରେ ଆପଣ ଆଇନକୁ କିଣି ନେଇ ପାରନ୍ତି, ହେଲେ ଭଗବାନଙ୍କ ବିଚାରକୁ କେମିତି କିଣି ନେଇ ପାରିବେନି। ସେ ଉପରେ ଗଲା ସବୁ ଦେଖୁଛି, ଆଉ ସିଏ କେବେ ତାର ବିଚାର କରିବା ଆରମ୍ଭ କରିବ, ଆପଣ ବାପ ପୁଅ ଦିଟା ତା ହାତରୁ ବଞ୍ଚିକି ଯାଇପାରିବେନି। ଥାନାକୁ ମୁଁ ଯିବି, ସେଦିନ ରାତି କଥା ଗୋଟି ଗୋଟି କରି ଥାନାରେ ମୁଁ କହିବି, ଆଉ କୋର୍ଟରେ ବି ସାକ୍ଷୀ ମୁଁ ଦେବି। ତୁମଠାରୁ ସିନ୍ଦୁର ଲିଭିଯିବ। ଯାଉ ଏ ଭଳିଆ ଗୋଟେ ନଷ୍ଟ ଚରିତ୍ର ସ୍ୱାମୀର ସ୍ତ୍ରୀ ହେଇ ବଞ୍ଚିବାଠୁ ଭଲ ମୁଁ ବିଧବା ହେଇଯିବି। ପିତାଶ୍ରୀ ନନ୍ଦଲାଲର ଭାଗବତ କହିଲା କଣ କହିଲା? କହିଲା ସ୍ୱାମୀକୁ ନ ମଣିବ ନର ହେ ଗୋବିନ୍ଦ, ସ୍ୱାମୀ ତ ସାକ୍ଷାତ ଈଶ୍ୱର ହେ ଗୋବିନ୍ଦ, ସ୍ୱାମୀ ସେବାରେ ରଖବତୀ ହେ ଗୋବିନ୍ଦ, ସ୍ୱରକୁ ପାଇବୁ ମୁକ୍ତି ହେ ଗୋବିନ୍ଦ। ପିତାଶ୍ରୀ ନନ୍ଦଲାଲର ଭାଗବତ ପୁଣି ରିପିଟ୍ କଲା। ପୁଣି ରିପିଟ୍ କଲା? ହଁ। ତାହେଲେ କଣ ରିପିଟ୍ କଲା? କହିଲା ସିନ୍ଦୁରେ ନାଇଁ ତାର ଭାବ ହେ ଗୋବିନ୍ଦ, ଲିଭାତା ମଥାରୁ ସିନ୍ଦୁର ହେ ଗୋବିନ୍ଦ। ଗଣ ଜୟ ହେଇଗଲା। ମାତା ସୀତାଙ୍କ ପାଇଁ ସ୍ୱର୍ଣ୍ଣ ଲଙ୍କା ଧ୍ୱଂସ ହେଇଥିଲା, ଦ୍ରୌପଦୀ ପାଇଁ ଗୁରୁ ବଂଶ ନାଶ ହେଇଥିଲା। ନାରୀର नमस्कार 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 समुद्री नमस्कार। ହେଇବ ମୋ ସମୁଦ୍ରୀ ଆସିଲାଣି, ତମେ ଆଣ୍ଟା କରି ଠିଆ ହେଇଛ କଣ? ଯାଅ ପାଣି ଢାଳିଟା ଆଣିବ, ମୋ ସମୁଦ୍ରୀ ଗୋଡ଼ ଧରି ଯାଅ 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 ଯାଅ। ନାଇଁ ସମୁଦ୍ର ମୋର କିଛି ଦରକାର ନାହିଁ। ଆଉ ମୁଁ ଖାଲି ପଦେ କଥା ପଚାରିକି ଚାଲିବି। ପଦେ କାହିଁକି ସମୁଦ୍ରୀ? ଘର ଭିତରେ ବସି କେତେ ମତେ କୁହା କହିବ ସମୁଦ୍ରୀ ଏ ତ ବାଟ ହାଟ ବଜାରେ ଲୋକମାନେ ତ କଥାବାର୍ତ୍ତା ହଉଛନ୍ତି, ଏ କଥା କଣ ସତ? ସବୁଦି ସବୁଦି এইটা হচ্ছে সোশ্যাল মিডিয়া যুগ। সরিষণ ফুটিলে সোশ্যাল মিডিয়ারে বম ଖାଲି ବୋମ ନୁହେଁ ମ, ପେଟ ମମ୍ ଭଳିଆ ଲୋକମାନେ କଥାବାର୍ତ୍ତା ହଉଛନ୍ତି। ମୋ ଜୋଇ କାଳେ ସେ ଚଇତାର ଝିଅ ଦେବୀକୁ ଦୁଷ୍କର୍ମ କରି ମାରି ଦେଇଛି। ସବୁଦି ସବୁଦି ଦେଖୁଛ ମୋ ନନ୍ଦଲାଲକୁ ଦେଖୁଛ, ସିଏ କିନ୍ତୁ ଅନବର୍ତ୍ତ ଭାଗବତ ପ୍ରେମରେ ବୁଡ଼ି ଯାଉଛି। ଯାହା ମୁଖରୁ ବାହାରୁଛି ଅନର୍କଳ ଭାଗବତର ବାଣୀ। ସିଏ ପୁଣି ଏମିତି କାମ କରିବନି ତମେ ବିଶ୍ୱାସ? ଗୋବିନ୍ଦ 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 ମଧୁ ଗାଳୁଛି ଅନ୍ତର୍ଭେ ସେ ଭାଗବତ ବାଣୀ। ରାମ ନାମ ଜପନା ପରାୟ ମାଲ ଅପନା। ଏ ସବୁଦି ମତେ ଖାଲି ଏତିକି କୁହ, କାଲିର ଘଟଣାଟା ସତ ନା ମିଛ? ସବୁଦି ସବୁଦି ମୁଁ ଭାଗବତ ଗୋସାଇଙ୍କ ନିୟମ ଖାଇ କହୁଛି, এইটা হচ্ছে ডাহা মিছ। মিছ নহে সত বাবা। তো হাতের সংখ্যা নাই, মাথার সিন্দুর নাই, কর হইতি রে মা, কহ মা তোর কর হইতি রে কহ। कौन कहिबी बापा, मो स्वामी नंदलाल देवी को दुष्कर्म करी मारी देला, और तार प्रतिवाद करी
ବୋଉ ଯଦି କହୁଛି କଥାଟା ସତ ସବୁଦି ମୋ ପୁଅ ଯଦି କ'ଣ ଗୋଟେ ଭୁଲ ମଦରିସାରେ ଭୁଲ କରିଦେଲା ତା ବୋଲି କ'ଣ ମୁଁ ତାକୁ ଫାଶୀ ମୁଣ୍ଡରେ ଝୁଲି ଦେଇଥାନ୍ତି ବୁଝିଲ ଟଙ୍କା ଦେଇ ଥାନାରୁ କଚେରୀ ଯାଏ ମୁଁ ସମସ୍ତଙ୍କର ମୁହଁ ବନ୍ଦ କରିଦେଇଛି ବୁଝିଲ ମୋ ପୁଅର କିଛି ହବନି ସମୁଦି ତା ଛଡା ମୋ ପୁଅ ଯଦି ବୋଉ ପଛରୁ ରାଗରେ ସିନ୍ଦୁର ଲିଭି ନେଇଛି ପୁଲିସରେ ସେ ପିନ୍ଧେଇ ଦେବନି ଆଉ ସମୁଦି ଆସ ଘରକୁ ଯିବା ଦି ସମୁଦି ବସି କେତେ ପଦ କୁହାକୁଇ ହେବ ନା ଆସୁର ଯେଉଁ ବାପ ପୁଅର କୁକର୍ମ ପାଇଁ ଟଙ୍କା ଦେଇ ପୁଅର ବାପକୁ ଲୁଚେଇଛି ସେ ବାପ ନୁହେଁ ଗୋଟେ ଶୈତାନ କି ଶିକ୍ଷା ଦେଇଛ ପୁଅକୁ କି ସଂସ୍କାର ଦେଇଛ ପୁଅକୁ ପବିତ୍ର ଗୀତା ଭାଗବତର ଦୁଆଇ ଦେଇ ତା ହାତରେ ଧରେଇ ଦେଇଛ ମଦ ବୋତଲ ଏ ନାରୀ ସମାଜକୁ ସମ୍ମାନ ଦେବା ପରିବର୍ତ୍ତେ ସେଇ ନାରୀ ଦେହକୁ ଉପଭୋଗ କରିଯାଇଛ ଦେଖ ତମର ସେଇ ପୁଅକୁ ଦେଖ ତମର ସେଇ ସମ୍ପତ୍ତିକୁ ଆଉ ଦେଖ ତମର ସେଇ ବାପ ପଡ଼ିଆକୁ ନିଜ ଝିଅର ଭବିଷ୍ୟତ କଥା ଚିନ୍ତା କର ମୋ ଝିଅକୁ ମୁଁ ଶିକ୍ଷା ଦେଇଛି ସଂସ୍କାର ଦେଇଛି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଅଜସ୍ର ସାହସ ଦେଇଛି ସେ ଆଜି ତା ସ୍ୱାମୀ ବିରୁଦ୍ଧରେ ସାକ୍ଷୀ ଦବ ଆଉ ଏଇ ସମାଜକୁ ବୁଝେଇ ଦବ ଏଭଳି ସ୍ୱାମୀର ସ୍ତ୍ରୀ ହେବା ଅପେକ୍ଷା ବିଧବା ହେଇଯିବା 100 ଗୁଣ ହେବା ସେ ଯୋଉ ସଂସ୍କାର ନାହିଁ ସବୁଦିନ ଟଙ୍କା ଦେଇ ଆଇନକୁ କିଣିବା ପାଇଁ ମୋତେ ବେଶୀ ସମୟ ଲାଗିବନି କେତେ ଟଙ୍କା ରଖିଛ କୋଉଠି ରଖିଛ ବେଗରେ ଘରେ ମିଶିନି ରଖି ଟଙ୍କା ଗଣୁଛ ବୁଝିଲ ସମୁଦି ଏ ପ୍ରଭୁ ଆମର ବାପା ତା ପାଇଁ ଯେତିକି ସମ୍ପତ୍ତି ଛାଇ ଯାଇଛନ୍ତି ନା 1 ଏକର ବିକିଦବ ତମ ଭଳି 10ଟା କେଶବ ପଣ୍ଡା କିଣିବ ମୁଁ ବି ଦେଖିବି ତମେ କେତେ ଟଙ୍କା ଦେଇ ଆଇନକୁ କିଣିବ ଆଉ ଗୋଟେ କଥା ମନେ ରଖ କେଶବ ପଣ୍ଡା ଅହଙ୍କାର ବୃକ୍ଷରେ ଏମିତି ବିନାଶର ଫଳ ଫଳେ ପଣ୍ଡା ବାବୁ ତମ ଘରେ ପଶିଯିବି ଦେଖୁଛି ତମ ପୁଅର ପିଠିଟା କୁଣ୍ଡେଇ ହେଲାଣି ପିତାଶ୍ରୀ ସେ ବାପ ଝିଅ ଦି ଜଣ ମିଶି ମୋତେ ଫାଶୀ କୁଣ୍ଡରେ ଝୁଲେଇ ଦେବେ କଣ କର ଛାଡ଼ିବିନି କାହାକୁ ମୁଁ ଛାଡ଼ିବିନି ଦେଖିବି ସେ ବାପ ଝିଅ ଦିଟା ଆଇନକୁ ଧରିବା ପାଇଁ କେତେବେଳେ ପିତାଶ୍ରୀ ତୁ ଜାଣିଛୁ କଣ ଲଙ୍କା କାହା ପାଇଁ ଧ୍ୱଂସ ହୋଇଥିଲା ଲଙ୍କା ବୀର ହନୁମାନ ପାଇଁ এইবারে বিভীষণ পাই হেলে পিতাশ্রী আম ঘরে বিভীষণ কি তুই জানিনি না জানিনি না এই তোর শপথ তোমা পিতাশ্রী ମୁଁ ଆଜି ପରଶୁରାମ ସାଜି ମାତୃ ହତ୍ୟା କରିବି ମାକୁ ମାରିଲେ ପାପ ଲାଗିବ ମହା ପାପ ମା ପରା ସବୁ ଟିକେ ଫୋନ କରି ଠିକ ଡାକିଥିଲା କହିପାରିବେନି ଦେଇଦିଅ ସାରି ପଚା ତମାଇକି ନିଆ କହିଲା କହିପାରିବିନି ମୁଁ মাতে মরিଯିବେ ପିତାଶ୍ରୀ ମରିଯିବ ଏଇଟା ସମୁଦାୟ ଆମେ ବାପ ପୁଅ ଦିଟା ଏମିତି ମଦ ମାଂସରେ ବୁଡ଼ି ରହିବ ନାରୀ ହରିବ
ସବୁ ଦେଖିବୁ ସବୁ ଶୁଣିବୁ ଚୁପ୍ ରହିବୁ ଆଉ ତୁ ଯଦି ବେଶୀ ଲକ୍ଷ୍ମୀ ଦେଖେଇବୁ ତ ରଙ୍ଗ ଛଡ଼େଇ ଦେବି ରଙ୍ଗ ପିତାଶ୍ରୀ ପିତାଶ୍ରୀ ନନ୍ଦଲାଲର ଭାଗବତ କହିଲା ପୁଣି କହିଲା କଣ କହିଲା କହିଲା ସଂସାରରେ ଥିବୁ ଯେତେ ଦିନ ହେ ଗୋବିନ୍ଦ ଭୋଗିବୁ କାମିନୀ କାଞ୍ଚନ ହେ ଗୋବିନ୍ଦ ପର ସ୍ତ୍ରୀ ତୁ ତୋରେ ଧରି ହେ ଗୋବିନ୍ଦ ନିଜ ସ୍ତ୍ରୀ ତୁ ସବୁ ଛାଡ଼ି ହେ ଗୋବିନ୍ଦ 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 ମଧୁ ଧରୁଥିବ କରନ୍ଦ ହରି ବୋଲ हे भागवत गोसाई प्रभु कोटि कोटि मुंडिया मारुछि प्रभु कि बापू को दी जन को भलो बाटू को फेरे आनो प्रभु भलो बाटू को फेरे आनो ए पापर कर्म पछको फेरि बन्दी रहू भलो तू देखिबू हंसर तांडव लीला हब ଆଉ ଏ ପ୍ରାସାଦଟା ଧ୍ୱଂସ ପାଇଯିବ ପାରୁନି ରେ ମୋହନ ମୌସ ହି ପାରୁନି ମତେ ଯେମିତି ଲାଗୁଛି ଭାଗବତ ଗୋସାଇ ଆମ ପାଇଁ ପଥର ହେଇଯାଇଛନ୍ତି ରାତି ହେଲେ ପ୍ରେତମାନଙ୍କ ବିକଳ ରଡ଼ିରେ ଏ ପ୍ରାସାଦଟା ଭାରି ଭୟଙ୍କର ଲାଗୁଛି ଏବଂ ତୁ ମୋ କଥା ମାନ ପଳେଇ ଯା ତୁ ଏଠୁ କୁଆଡେ ଯିବି ରେ ମୋହନ ଏଇ ଘରୁ ମୋ ଶବ ମଶାଣିକୁ ଯିବ ଏ ବାପ ପୁଅ ଦି ଜଣଙ୍କ ଅତ୍ୟାଚାର ତୁ ଆଉ ସହିପାରିବୁ ନା କଣ ନାଇଁ ନାଇଁ ରେ ଧନ ତୁ ସେମିତି କହନା ସବୁ ଦୁଃଖ ସବୁ କଷ୍ଟ ମୋ ଉପରେ ତୋରି ମୁହଁକୁ ଚାହିଁ ସହି ଯାଉଛି କାହିଁକି ଅଥର୍ବ ପଙ୍ଗୁ ପୁଅଟାକୁ ଜନ୍ମ କରୁଥିଲୁ ତୁ ସବୁ ଦେଖୁଛି ସବୁ ଶୁଣୁଛି ହେଲେ କିଛି କରିପାରୁନି ଏବଂ ତୋ ଦୁଃଖ କଷ୍ଟ ଦେଖି ମୁଁ ଆଉ ସହିପାରୁନି ମୋର ମରିଯିବାକୁ ଇଚ୍ଛା ହଉଛି ନାଇଁ ସେମିତି କହନା ରେ ସେମିତି କହନା ତୁ ଆରେ ତୋ ଉପରେ ହଉଛି ମୋ ଭରସାର ବରଗଛ ତୋତେ ଛାଡ଼ିଦେଲେ ମୁଁ ବଞ୍ଚି ପାରିବିନି ରେ ବଞ୍ଚି ପାରିବିନି ମୁଁ ବଞ୍ଚି ପାରିବିନି ହେ ମନେ ରଖ ମୋହନ ଅସୁର ହିରଣ୍ୟକ ରକ୍ତରୁ ପ୍ରହରାଦ ଜନ୍ମ ନେଇଥିଲେ ଆଉ ତୁ ହଉଛୁ ମୋର ସେଇ ପ୍ରହରାଦ ଅସୁର ହିରଣ୍ୟକର ଗର୍ବ ଦମ୍ଭ ଅହଙ୍କାର ତୁ ଚୂନା କରିବୁ ଆଉ ତୁ ଭାଗବତରୁ ବନିବୁ ଓಂ ନମଃ ଭଗବତେ ବାସୁଦେବାୟ ନମଃ ଓಂ ନମଃ ଭଗବତେ ବାସୁଦେବାୟ ନମଃ ଓಂ ନମଃ ଭଗବତେ ବାସୁଦେବାୟ ନମଃ নন্দলালা নন্দনে হরি হরি একরে তুলসী মালা গোপন মথুরা চালে মৌরি লীলা যে মতে বিরোধ করো অনি দেবী প্রাণ ঠিয়া পালা ও অর্জুন অর্জুন গো তুমি লাগাইছি ভাই মহাভারত শেষ হবানি এ মহাভারত নতুন শেষ করব আমি শেষ করে দেব Bison
ଜେଜେ ମୋ ଚଷମାଟା ଦେ ମୁଁ ଜମା ଦେବିନି ଚଷମାଟା ଦଉନୁ ମୋତେ ଦେବିନି ଆରେ ମୁଁ ସୁନା ନାଥୁରୀ ପରା ଆରେ ମୋ ଚଷମାଟା ଦେ ଆରେ ଭାଗବତ ଅଧା ହଉଛି ଭାଗବତ ଅଧା ହେଲେ ଭାଗବତ ବସେଇ ରାଗିବେ କାହିଁ ମୋର ତୁ ହଇରାଣ କରୁଛୁ କହିଲୁ ଆରେ ଚଷମାଟା ଦେ ମୋତେ ଦେବିନି এইটি তু মতে যদি চশমা ন দেবু তাহলে মোর রাগ উঠিব বুঝিলু আজি মু তোতে মারি দেবি ছাড়িবি তোতে মারি দেবি ছাড়িবি মারি দেবি তোতে আজি মারি দেবি কাকে আমি হাত উঠিয়ে মারা করছো ঝিଅକୁ আরে ମୁଁ ତ ଏତେ ଥର ମନା କରୁଛି ମୁଁ ଚଷମା ଲାଗୁଛି ମୋ ଚଷମା ଲାଗୁଛି ସେଇ ଆରେ ମୋତେ ପୁରା ଦେଖା ଦଉନି ମୁଁ ଚଷମା ପିନ୍ଧିଲି ନା ଭାଗବତ ବୋଲିବି ଯେତେବେଳେ ଯେତେ ଥର ମନା କଲେ ସେ ଖାଲି ମୋ ଚଷମା ଲାଗୁଛି ମୁଁ କହି ଦଉଛି ଶୁଣେ ଝିଅ ଏଥର ମୋତେ ଯୋଉ ଚଷମା ଲାଗିବ ତାକୁ ମୁଁ ଏମିତି ପିଟିବି ତା ଜୀବନରେ କେବେ ମୋ ଚଷମା ଲାଗିବନି ବୁଝିଲୁ ଆଜି ମୋ ଝିଅର ଦୋଷ ବାପା ବୁଝିପାରୁନି ନାତୁଣୀ ପାଇଁ ନିଶ ଦାଡ଼ି କାଟି ମୁଣ୍ଡ ବୁଡ଼େଇ ଟିକେ କାଟେଇ ପଡ଼େ ଜୀବନେ ତମେ ଦୋଷ ତୁଠକୁ ଏ ଭୋଗ ଆଜି ଆଜି ମୋ ନାତୁଣୀ କଥା ମୋର ବହୁତ ମନେ ପଡୁଛି ରେ ଆଉ ସେ ମୋ ପାଖରେ ବସିଛି ଆଉ ମୋ ପାଖରେ ବସି ଚଷମା ପିନ୍ଧେଇ ଦଉଛି ଆଉ ପାଖରେ ବସିଲେ ଭାଗବତ ବୋଲୁଛି ଏ ଦେବୀ କୋଉଠି ଅଛି ରେ ମା ତୋ ପାଖକୁ ଚାଲିଆ ମୁଁ ତ ଜେଜେ ଡାକୁଛି ତୋ ପାଖକୁ ଚାଲିଆ କାହିଁକି ମତେ ଏମିତି ଠକି ଦେଇ ଚାଲିଗଲୁ କାହିଁକି ଦେବୀ ମୋ ପାଖକୁ ଭାଗବତ ଗୀତାରେ ଲେଖା ଅଛି ମତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ ଆମ ସମସ୍ତକୁ ଏ ଦୁନିଆ ଛାଡ଼ି ଚାଲିଯିବାକୁ ହବ ଚାଲ ବାବା ତମ ନାତୁଣୀର ଦଶରଥକୁ ଚାଲ ତିଳ ତର୍ପଣ ଟିକେ କରିଦେଲେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଯିବ ଚାଲ ବାବା ବାବା ମୋ ନାତୁଣୀକୁ ନ୍ୟାୟ ମିଳିବନି କି ମିଳିବ ବାପା ତମ ନାତୁଣୀକୁ ନ୍ୟାୟ ନିଶ୍ଚୟ ମିଳିବ ସେଦିନ ମୋ ଆଖି ସାମ୍ନାରେ ମୋ ଝିଅର ରକ୍ତ ଚୁଡ଼ୁମୁଡ଼ୁ ସବୁଟା ଦେଖି ସାରିଲା ପରେ ମୋ ରକ୍ତରେ ଯେମିତି ନିଆଁ ଲାଗିଯାଇଛି ନିଆଁ ସେ ନଦଳର ବଡ଼ ବଡ଼ ଫାଶୀ କୁଣ୍ଡରେ ନ ଛୁରିବା ଯାଏ ମୁଁ କେବେ ବି ଶାନ୍ତିରେ ନିଶ୍ୱାସ ଛାଡ଼ିପାରିବିନି ବାପା ଛାଡ଼ିବିନି ତାକୁ ଜମା ବି ଛାଡ଼ିବିନି ସେ ନଦଳର ବଡ଼ ବଡ଼କୁ ମୁଁ ଫାଶୀ କୁଣ୍ଡରେ ଝୁଲେଇଦେବି ଫାଶୀ କୁଣ୍ଡରେ ନନ୍ଦଲାଲ ବଡ଼ ବଡ଼କୁ ଫସାଇ ଦେଲେ ଆମ ଦେବୀ କ'ଣ ଫେରି ଆସିବ କ'ଣ ଆସିଛୁ କ'ଣ ଛୁଆ ପାଇଁ ଓକିଲାତି କରିବାକୁ ଆସିଛୁ ନା ଝିଅର ଦଶରଥକୁ ଯିବା ପାଇଁ ଆସିଛୁ କ'ଣ ଆସିଛୁ ଭାଇ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର କ'ଣ ବୁଝିବି ଖାନା କୋର୍ଟ କରିତେ ନ ଦୌଡ଼ି ବରଂ ଭଲ ହବ ଘରେ ବସ ଏଠି ଆମ ସମସ୍ତଙ୍କର ମଙ୍ଗଳ ହେବ কি মঙ্গল হব কিছু কি মঙ্গল হব তো সোনা কোন মঙ্গল ছেলেটাকে ফেরেই দেব ও ঝিও বঞ্চি কি চালি আসিব কি মঙ্গল হব তোমার কেসটা উঠিয়ে নেলে ମୋ ବାପା ତମ ନାଁରେ 3 ବାଲା ବିଲ୍ଡିଂ କରିଦେବେ ଆଉ ଏତେ ଟଙ୍କା ଦେବେ ଯେ ତମେ ମାନେ ବସ୍ତି ଖାଇଲେ ବି ସାରିବନି ବାପା ମୋ ଶ୍ୱଶୁର ସହ ମୁଁ କଥା ହେଇଛି ସେ ଆମ ରୁମ୍ରେ ଟଙ୍କା ଛାଡ଼ କରିଦେବେ ଆଉ ବନ୍ଧୁକୁ ଯିବା ମୁଁ ଫେରେଇ ଦେବି ଆରେ କୁଳାଗାର ସେ ଟଙ୍କା ସେ ଘର କାହା ପାଇଁ ବନ୍ଧା ପଡ଼ିଛୁ ତୁ ଜାଣିଛୁ ଆଉ ସେ ଟଙ୍କା କାହା ପାଇଁ କରନ୍ତୁ ଆସିଥିଲା ତୋରି ପାଠ ପଢ଼ା ପାଇଁ ଟଙ୍କା କରନ୍ତୁ ଆସିଥିଲା ଆଜି ତୋରି ପାଠ ପଢ଼ା ପାଇଁ ଆଜି ଆମେ ସମସ୍ତେ ସଫଳ ହେଇଯାଇଛୁ କାହିଁକି ପାଠ ପଢ଼ି ଗଣିତ କରୁଛ ବୋଲି ମୋର କିଛି ସ୍ୱାଭିମାନ ନାହିଁ ମୋର କିଛି ଆତ୍ମସମ୍ମାନ ନାହିଁ ମୋର କିଛି ଖୁସି ନାହିଁ କୋଉ ଖୁସି ତମର ବାକି ରହିଯାଇଛି ହଁ କୋଉ ଖୁସିଟା ବାକି ରହିଯାଇଛି ଆରେ ନିଜ ଖୁସି ପାଇଁ ତମେ ତ ବୋଝା ଏଥିରୁ ରଥ ସମ୍ମାନ ପାଲଟି ଗଲ ଖୁସି ପାଇଁ ଅଛୁଆ ଅଜାତିଆ ଭାଇ ଭାଉଜକୁ ଛାଡ଼ି ଦେଇ ଶ୍ୱଶୁର ଘରେ ଯାଇ ଘର ଚଳିଆ ହେଇ ପଡ଼ି ରହିଛ ଆଉ କୋଉ ଖୁସିଟା ତମର ବାକି ରହିଯାଇଛି ହଁ
ନା ନା ପରୋକ୍ଷରେ ମତେ ଗୋଟେ ହିସାବ ମାଗୁଛ। এই, কি হিসাব মাগুছ তোতে? কি হিসাব মাগুছ? ଦେଇପାରିବ? ଦେଇପାରିବ ଆମ ହିସାବର ମୂଳ? ଅଭାବୀ ସଂସାର କାଳେ ତୋ ପେଟକୁ ଭାତ ପାଇବ କି ନାହିଁ ତୋର ଏଇ ନୂଆ ବୋଉ ଆଗୁଆ ଭାତ ପାଇ ତୋ ପାଇଁ ରଖିଦିଏ। ଆମେ ଦେଇପାରିବୁ ସେ ଭଲ ପାଇବାର ହିସାବ। এই বড় ভাই তমর তুমি কেমতি ভালো খাইব ভালো পিটিব ভালো পাঠ পড়িব সেটিপাই দিন সারা পরিশ্রম করতি দেই পারিব তাকে পরিশ্রমর হিসাব। কালে তোতে ঠান্ডা হব তোর এই নূଆ ବୋଉ ସୋରିଷ ତେଲକୁ ଗରମ କରି ଆଗୁଆ ତୋ ପାଦରେ ମାଲିସ କରିଦିଏ। ଆମେ ଦେଇପାରିବୁ ସେ ଭଲ ପାଇବାର ହିସାବ। এই বাপা তমর তুমি কেমতি ভালো রহিব নিয়ে যাই ঠাকুরଙ୍କ পাখରେ প্রার্থনা করতি তুমি কেমতি ভালো পাঠ পড়ি বড় চাকরি করিব সেটিপাই ঠাকুরଙ୍କ পাখରେ কেতে মানসিক করিছতি দেই পারিব তাকে ভালো পাইবার হিসাব। তো সাত জন্মর ভিতরে ঘরের হিসাব ଦେଇପାରିବୁନି রে। କାହିଁକି ଗୋଟେ ରାସ୍ତା କରୁ ସାଉଣ୍ଡ ପାଣି ତ ଯୋଉଟା ପାଇଁ ତମ ହୃଦୟଟା ଫାଟି ଯାଉ। କଣ କହିବେ? ଓକିଲମାନଙ୍କର ଯୁକ୍ତି ପୋଷ୍ଟମର୍ଟମ ରିପୋର୍ଟ ସାକ୍ଷୀ ମୀରା ବଡ଼ ପଣ୍ଡାଙ୍କ କହିବା ଅନୁଯାୟୀ ମୀରା ବଡ଼ ପଣ୍ଡାଙ୍କ ସ୍ୱାମୀ ନନ୍ଦଲାଲା ଜଣେ ଭାଗବତ ପ୍ରେମୀ ମଣିଷ। ଦେବୀର ହତ୍ୟାକାଣ୍ଡରେ ସେ କୌଣସି ଭାବେ ସମ୍ପୃକ୍ତି ନାହିଁ। ଅତ୍ୟଧିକ ଖାଦ୍ୟ ଖାଇ ଦେବୀର ଫୁଡ୍ ପଏଜନ ହୋଇଛି ଏବଂ ଆକସ୍ମିକ ଭାବେ ମୃତ୍ୟୁବରଣ ହୋଇଛି। ତେଣୁ ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ ନନ୍ଦଲାଲା ବଡ଼ପଣ୍ଡା ଦିନସାରା ଭାଗବତ ଅନାର୍ଗତ ଭାବେ ବୁଡ଼ି ରହୁଛନ୍ତି। ଅଦାଲତ ତାଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କଲେ। ଦି କୋର୍ଟ ଇଜ ଏଡଜର୍ନେଡ୍। ଆମ ଭଳି ଅଜାତିଆ ଛୁଆ ଗରିବ ମାନଙ୍କ ପାଇଁ ଠିକ ବିଚାର ଦିଅନ୍ତୁ ଜଜ୍ ସାହେବ। କିଛି ନହେଲେ ଏ ଦୁନିଆରୁ ଧର୍ମ ହଜିଯିବ। ଅଦାଲତ ଉପରୁ ମଣିଷ ମାନଙ୍କର ବିଶ୍ୱାସ ତୁଟିଯିବ। ମୋ ଝିଅ ପରି ଏ ଦୁନିଆର ଶହ ଝିଅ ନନ୍ଦଲାଲା ବଡ଼ପଣ୍ଡା ପରି ରାକ୍ଷସର ଶିକାର ହେବେ। ଆମକୁ ଠିକ ବିଚାର ଦିଅନ୍ତୁ ଜଜ୍ ସାହେବ। ମୁଣ୍ଡ ମାନେ ଲହୁ ଲୁହାଣ ହଉଛୁ। ଏଇଟା ଧର୍ମର ଅଦାଲତ ନୁହଁ। ଏଇଟା ଆମ ଭଳି ଗରିବ ମାନଙ୍କର ଅଦାଲତ ନୁହଁ। ଏଇଟା ଗୋଟେ କଂସ ଦଳବାନ। ଏଠି ଓକିଲ ଠାରୁ ଜଜ୍ ପର୍ଯ୍ୟନ୍ତ ଜଣେ କଂସ। ଆମ ଭଳି ଗରିବ ମାନଙ୍କର ରକ୍ତ ଶୋଷି ପିଇ ଯାଆନ୍ତି ଏମାନେ। ଶୁଣ ସମସ୍ତେ ଶୁଣ ମୋ ଝିଅ ଦେବୀକୁ ଯଦି ଉଚିତ ନ୍ୟାୟ ନମିଳେ ତାହେଲେ ଧର୍ମ ଦରବାରକୁ ମୁଁ ଭସାଇ ଦେବି। ମୋ ଆଖିର ଲୁହ ଛାତିର କୋହରେ ଭାସିଯିବ ଧର୍ମ ଦରବାର ଭସାଇ ଦେବି। ଧର୍ମ ଦରବାରକୁ ମୁଁ ଭସାଇ ଦେବି। ମୁଁ ନନ୍ଦଲାଲା ନନ୍ଦରେ ହରି ବେକରେ ତୁଳସୀ ମାଳା ଗୋପରୁ ମଥୁରା ଚାଲେ ମୋରି ନୀଳା। ଯିଏ ମତେ ବିରୋଧ କଲ କରିଦେବି ତୋର ଠିଆ ପାଲା। ଇଂରେଜ ହେଇ ଗୋଟେ ଥେଇ ଇଂରେଜ ହେଇ ଗୋଟେ ଥେଇ ଜଗନ୍ନାଥଙ୍କ କଳ୍ପବଟ ବୃକ୍ଷ ପରି ମୁଁ ତୋ ଉପରେ ଆଶା ଭରସାର ଡୋରିଟାକୁ ବାନ୍ଧିଥିଲି। ହେଲେ ତୁ ମୋ ଆଶା ଭରସାର ଡୋରିଟାକୁ ଏମିତି ଭାବରେ ଛିଣ୍ଡେଇ
ଠକି ଦେଲୁ କଣ କହିଲୁ ତୁ ତୋ ସ୍ୱାମୀ ଯଦି ଭଗବତ ପ୍ରେମୀ ମଣିଷ ଦିନେ ସାରା ସେ ଭାଗବତ ପ୍ରେମରେ ବୁଡ଼ି ରୁହନ୍ତି ଦେବତା ପରି ସ୍ୱାମୀ ତୋର ତାଙ୍କ ଦେହରେ ଟିକେ ହେଲେ ବି କଳଙ୍କ ନାହିଁ ଆରେ ମୀରା ସବୁ ଦେଖି ସବୁ ଜାଣି ତୁ ଏତେ ବଡ଼ ମିଛ କଥା କେମିତି କହିପାରିଲୁ ମୋ ଝିଅ ଦେବି କିନ୍ତୁ ଏମିତି ଭାବରେ ନ୍ୟାୟ ଦେଇଦେଲୁ ସେଦିନ ପାପି ଜଳଧର ପାପକୁ ଲୁଚାଇ ତୁଳସୀ ମହାପାପ କରିଛି ସେଥିପାଇଁ ତୁଳସୀକୁ ଦଣ୍ଡ ଭୋଗିବାକୁ ପଡ଼ିଥିଲା ଜଳଧର ବଧ ପାଇଁ ତୁଳସୀକୁ ଅଶ୍ୱତୀ ହବାକୁ ପଡ଼ିଥିଲା ଠିକ୍ ସେମିତି ତୋ ସ୍ୱାମୀର ପାପକୁ ଲୁଚାଇ ତୁ ଆଜି ମହାପାପ କରିଛୁ ତତେ ବି ଦଣ୍ଡ ଭୋଗିବାକୁ ପଡ଼ିବ ମୋ ଅଭିଶାପରେ ତୁ କେବେ ବି ସୁଖରେ ସଂସାର କରିପାରିବୁନି ଆଜି ତୁମେ ଭାସିଯିବ ତୋ ସଂସାର ବିଭିନ୍ନ ସମସ୍ୟାରୁ ସିନ୍ଦୁର ଭାସିଯିବ ତୋ ହାତରୁ ସନ୍ଥା ବିଧବା ହବୁ ତୁ ତୋ ସଦାର ସ୍ୱାମୀଟା ମରିବ ସେ ମରିବ হ্যালো এই চৈতি বিচার সরিগলা ন্যায় মিলিগলা আমার বাপা মা দিটা আমার ঝিওটাকে আর ন্যায় ଦେଇପାରିଲେନି চল আমার ঘরକୁ ଚାଲିଯିବା ଚିଙ୍ଗୁଡ଼ି ଆମେ ଭାଇ ଭାଉଜ ଦିଟା ଏଇଠି ଠିଆ ହେଇଛୁ ଅଥଚ ତମେ ଆମକୁ ଦେଖି ନ ଦେଖିଲା ପରି ମୁହଁ ବୁଲେଇ ଚାଲି ଯାଉଛ ଏ ଚିନୁ ତମେ ଭଲ ପାଠ ପଢିବ ବୋଲି ତମର ଏଇ ନୂଆ ବୋଉ ଆଜି ଯାଏ ପର ଘରୁ ଚିରା ଶାଢ଼ୀ ମାଗିକି ପିନ୍ଧିଛି ତମେ ଭଲ ଖାଇବ ବୋଲି ତମର ଏଇ ନୂଆ ବୋଉ ପର ଘରୁ ତମ ପାଇଁ ଭଲ ତିଅଣ ମାଗି ଆଣି ତମକୁ ଦେଇଛି କାଳେ ଭଲ ଜିନିଷ ଦେଖିଲେ ମୋ ଝିଅଟା ଲୋଭରେ ଖାଇଦବ ବୋଲି ମୁଁ ତାକୁ ବୁଝେଇ ଦେଇଛି ଆରେ ମା ତୁ ଏ ଖାଇବାକୁ ଲୋଭ କର ନା ଏ ଖାଇବା ହଉଛି ତୋ ଦାଦାଙ୍କର ସେ ଭଲ ଖାଇଲେ ଭଲ ପାଠ ପଢିବେ ଭଲ ଚାକିରି କରିବେ ମୋ ଝିଅକୁ ଲୁଚେଇ ମୁଁ ତମକୁ ଖାଇବାକୁ ଦେଇଥିଲି ଶେଷରେ ତମେ ମୋ ଝିଅକୁ ଏଇ ନ୍ୟାୟ ଦେଲ ତମେ ସେଦିନେ ଖଣ୍ଡେ ପିନ୍ଧି ଦଣ୍ଡେ ଶୋଇ ମୁଠାଏ ପଖାଳ ଭାତକୁ ଆମେ ସ୍ୱାମୀ ସ୍ତ୍ରୀ ବାଣ୍ଟିକି ଖାଉ ଝୁପୁଡ଼ି ଘର ମାଟି ଚଟାଣ ଉପରେ ନଡ଼ିଆ ଚାଚରାଟାଏ ପକେଇ ଦେଇ ଆମେ ସ୍ୱାମୀ ସ୍ତ୍ରୀ ଆରାମରେ ଶୋଇଯାଉ ଅପରାଧୀ ପହରରେ ଆମର ସେ ଝୁପୁଡ଼ି ଘରଟା ହସ ଖୁସିରେ ଫାଟି ଉଠେ ତମ ଭାଇ ମତେ ନିଦରୁ ଉଠେଇ କହନ୍ତି ହଲୋଇ ଚୈତି ଏମିତି ଶୋଇଛୁ କଣ ଉଠ ମୁଁ ନା ମୋ ଭାଇ ନାଁରେ ଗୋଟେ ସପନ ଦେଖିଲି ପାହାନ୍ତି ପହରର ସପନ ମୋ ଭାଇଟା ନା ଗୋଟେ ବଡ ଓକିଲ ହେଇଯାଇଛି ଆଉ ଠିକ ସେତିକି ବେଳେ ତୋର ଏଇ ନୂଆ ବୋଉ ମୋ ପାଟିରୁ କଥା ଛଡେଇ ନେଇ କୁହେ ଏଇଠି ତମେ କି ଓକିଲ ସପନ ଦେଖିଛ ବା ମୋ ଦିଅର ନା ଗୋଟେ ବଡ ବିଚାରପତି ହେଇଛନ୍ତି ଆଉ ସେଇ ସ୍ୱପ୍ନରେ ଆମେ ସମସ୍ତଙ୍କର ଛାତିଟା କୁଣ୍ଠେ ମୋଟ ହେଇଯାଏ ଆମେ ଦି ଜଣ ହସୁ ଆଉ ସେଇ ହସରେ ଆମ ଝୋପଡ଼ି ଘରଟା 3 ମହଲା କୋଠା ହେଇଯାଏ ନଡ଼ିଆ ଚାଚରାଟା ଗଲବ ଗଦି ହେଇଯାଏ ସେଇ ହସରେ ଦିଅର ନ ଭଜର ବାସ୍ନା ଆମ ନାକରେ ବାଜେ ଝିଆରୀଟା ତମ ହାତ ଧରି ବାଟ ଚାଲିଥିଲା ଦାଦା ଦାଦା ଏଇ ତମ ପଛ ଛାଡୁନଥିଲା ତୁମକୁ ପାଗଳି ପରି ଭଲ ପାଉଥିଲା ଶେଷରେ ସେ ଝିଆରୀଟାକୁ ତମେ ଏଇ ବିଚାର ଶୁଣିଲା ଏଇ ମଣିଷ ପଡିଆ ତମର ଏଇ ଓକିଲ ପଡିଆ ଏଇ
ଏ ଓକିଲ ବାବୁ ତମ ବିଚାରକୁ ଆଉ ତମ ମଣିଷ କରିବାକୁ ଏ ଚଇତା ଚଇତି ଦିଟା এইটু মুঠিয়া মারুছো বাবু সেটা বিচার সরিগলা আদালতে এ পর্যন্ত বিচার সরিনি যদি প্রকৃତରେ ଭାଗବତକୁ ସେଇଥିବେ ତାହେଲେ ମୋ ଝିଅକୁ ନିଶ୍ଚୟ ନ୍ୟାୟ ମିଳିବ ଆଉ ତମ ସମସ୍ତେ ଦଣ୍ଡ ପାଇବ ତମ ସମସ୍ତେ ଦଣ୍ଡ ପାଇବ যদি তোমার আখি সামনে তোমার স্ত্রী তোমার ভাইকে গোড় উঠিয়ে গোইঠা মারি না তুমি পদে भी কিছু করো চুপচাপ এমনি খেয়ে আছো আরে जो ভাই তোমাকে এত কষ্ট করে পরিশ্রম করি না সে ভাইর কষ্ট দেখি তুমি চুপচাপ সই যাওছো কেমিতি তোমার ছাতিটা ফাটি যাওছে কেমিতি আরে তুমি চুপচাপ খাইছো করি তোমার স্ত্রী তো গোইঠা মারলা তুমি বাদর জোতা খলি তাকে পিট তুমি পিটিলে সে তাকে ত্যাগর মূল্যটা পাইছিবে আরে মারো তাকে মারো মনুষ্য গুলিকে শান্তিরে বঞ্চিବାକୁ দেবনি কোন ভগবানী মনুষ্য জীবনী ମୋର କିଛି ସ୍ୱାଭିମାନ ନାହିଁ ମୋର କିଛି আকর্ষণ ନାହିଁ ମୋର କିଛି ଖୁସି ନାହିଁ ସବୁ କଥାରେ ଖାଲି ତ୍ୟାଗ 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 ଆରେ ତମ ପାରିଚ ଝିଅଟା ତମ ଏତେ ବଡ଼ ହେଇଗଲା ଏ ଭାଇଟା ତମ କିଛି ନୁହେଁ ସବୁ କଥାରେ ଖାଲି ତ୍ୟାଗ 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 ଆରେ କି ତ୍ୟାଗ କରିଛ ମୋ ପାଇଁ ଯଦି ମୋ ପାଇଁ କିଛି ତ୍ୟାଗ କରିଛ ତାହେଲେ କୁହ କୁହ ତମ ତ୍ୟାଗର ମୂଲ୍ୟ କେତେ ଟଙ୍କା ଆରେ କୁହ କଣ କହିବି ରେ ଚିନୁ ଫୁଲ ଯେତେବେଳେ ଗଛକୁ ପଚାରେ ଏ ଗଛ ତୁ ମୋ ପାଇଁ କି ତ୍ୟାଗ କରିଛୁ ଫଳ ଯେତେବେଳେ ଗଛକୁ ପଚାରେ ଏ ଗଛ ତୁ ମୋ ପାଇଁ କି ତ୍ୟାଗ କରିଛୁ ପତ୍ର ଯେତେବେଳେ ଗଛକୁ ପଚାରେ ଏ ଗଛ ତୁ ମୋ ପାଇଁ କି ତ୍ୟାଗ କରିଛୁ ବିଚାରୀ ଗଛଟା କି ଉତ୍ତର ଦବ ଯେତେବେଳେ ଋତୁ ପରିବର୍ତ୍ତନ ହୁଏ ফুল ফুটি মৌলি যায় ফল পাচি যেতেবেলে তলে ঝরি পড়ে পত্র শুকি যেতেবেলে ঝরি তলে পড়ি যায় সেতেবেলে সেমানে বুঝি পারନ୍ତି হে বুঢ়া গছটা সেମାନଙ୍କ ପାଇଁ কি কি ত্যাଗ କରିଛି ବୁଝି ପାରନ୍ତି ସେତେବେଳେ ପାଇଗଲି କିଛି ଆମେ କରିଥିବା ତ୍ୟାଗର ମୂଲ୍ୟ ଅଛି ଆମେ ଭଲ ଭାବରେ চইতা চইতে তোমাকে কিছু भी কইবিনি কিছু কইবিনি কিছু কাইকি তু চাটারে মোল কହୁଥିଲ হ্যালো বিচার সরিগলা ମଧ୍ୟ ମିଳିଗଲା ଆମ ଝିଅକୁ ଆମେ ବାପା ମା ଦିଟା ନ୍ୟାୟ ଦେଇପାରିଲେ ଯଦି ଏଠି ରହିବାକୁ କିଛି ଲାଭ ନାହିଁ ଆମେ ଆମ ଘରକୁ ଯିବା
झूम बराबर झूम झूम बराबर झूम झूम बराबर झूम थोड़ा कौन सेक्सी मालूम है थोड़ा देरो कौन नहीं जाऊँ कथा अच्छे जेबे हम ब्रह्मचारी नेत्र देखिबू पर नारी नेत्र देखिबू पर नारी को कोले धरी निज स्त्री को दबू फोपाड़ी हरि बोलो बाबा हेले ना सेमीरा को मु छाड़ीबिनी सेमीरा को तारी पाई आज मोर ए अवस्था ताको मारिदेवी नहले बाटेई ताकू ए घर विदा करदेवी हाँ अरे कहू को विदा कर पिताश्री से मीरा को तारी पाई से एते बड़ घर बाबू पाई तारी पाई आम जेल कचरी देखले से भली स्त्री ए घरे रही पारिबनी काढ़ी देबे ठीक अछि तू ठीक अछि लाला सेई बाप झियो को पाई सेई बाप झियो को पाई से साला चैती हमको कोर्ट काठ बना छे मान सम्मान सब माटी रे भितरे मिसी गला सेई के बाबे धक्का मारी बाहर कर दवा सीधा दा बाप को चली जा बाबा मुंडे पुरो लागला ना हेलो गिट्टू किटू कहू कहू छोड़ दे बापा का मुंडे लागला ना तू स्टेशन में दौड़ भी उड़ा लागला से मीरा की रही पारी बोली कहि देलिया काहे की रही परिबली ना से रही पारी मु कहू छले मीरा भाउज एई घरे ही रहिबे देखेबा अरे से मीरा की रहिले मो मुंडो पूरा पागल हो जीवो पागल आ एमिते तो सदा लागला युनु सेई रे सोशल मीडिया रे खेलाउ नु आउ असुन मोरा सोशल मीडिया में देखुनु आउ ओ डाटा नहीं सुनु तते निर्दोष रे खलास करतिया जस्टिस एके ट्रोल मारे लागि छी सॉरी के सॉरी देवी के सुन दियो एला सोशल मीडिया रे भाइराल होब लागि छी आउ जे कोन सुन तारे एई केस सीबीआई तो चाली जाई पारे देखि तो केते टंका दबो कह से सोशल मीडिया को बेसी देबा कमे दाई दिलो हां सोशल मीडिया कार पर्सनल कंपनी रे आमे पैसा ले किनि दबा आ फोन कर हबन कह কথা মো কথা শুনলে তো মু কইবি প্রথমে হলে মীরা ভাউজ হউছন্তি এই কেসর প্রত্যক্ষদর্শী সাক্ষী আচ্ছা ইয়ে যেমিতি মিডিয়া আগে মুহ ন করନ୍ତି আর দ্বিতীয় হলে দেবিতা বাপা মা মানে চৈতা ও চৈতি ସେମାନେ ଏମିତି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନ ଚାହାନ୍ତି ଆଉ କେସ୍ ଆଗରେ ସୁପ୍ରିମ କୋର୍ଟ ଚାଲିଗଲେ ଅନାନି ତୁ ଫାଶୀ ପାଇବାଟା ସୁନିଶ୍ଚିତ ପିତାଶ୍ରୀ ମୋ ଖେଳ ସରିଗଲା
ଛାଡ଼ିବିନି ଓ ଲାଲା ଦେ ଟିକେ ବି ଦାଗ ଲାଗିବାକୁ ମୁଁ ଦେଖୁଥିଲି ଦେଖିବି ସେ ଶଳା ଚଇତା ଚଇତି କେତେ ବାଟ ଯିବାକୁ ଦେଖେ ଗୀତୁ ତୁ ଗୋଟେ କାମ କର ସେ ଚିନୁ ପିଳେ ଯାଇବ ତୁ ତାରି ଉପରେ ନଜର ରଖ ବୁଝିଲୁ ଖାଲି କହୁଥିବ ନା ତମେ କିଛି ଗୋଟେ କରିବ କରିବି ସବୁ କରିବି ପିତାଶ୍ରୀ ସେ ଚଇତା ଚଇତି ସେମାନେ ଆମ ହାତ ଉଠାବେ ସେମାନେ ଆମ ହାତ ଉଠାରୁ କୁଆଡ଼େ ଖସିକି ଯାଇପାରିବେନି ବୁଝିଲ ଏଇ ଜାଗାରେ ନନ୍ଦଲାଲାର ଭାଗବତ କହିଲା କହିଲା ନିଜକୁ ପଡ଼ିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିରଛେଦ ଯିଏ ହବ ମୋ ବୈରୀ ମୂଳରୁ ଦେବା ସଫା କରି କରିବର ଚମକି ପଡ଼ିଲ କି ମ୍ୟାଡ଼ାମ ହଁ ଆଜିକାଲି ଦୁନିଆଟା ଯେମିତି ହେଲାଣି ମଣିଷଙ୍କ ମୁହଁ ଚିହ୍ନିବା ଭାରି ସହଜ ହେଲେ ସେମାନଙ୍କ ମନ ଚିହ୍ନିବା ଭାରି କଷ୍ଟ ନା ସେଇ ମେଘ ବର୍ଷା ସେଇ କାଳରାତ୍ରି ଆଉ ସେଇ କାଳରାତ୍ରିର ନିଶବ୍ଦ ଚିତ୍କାର ମନର ମୁଖଟା ସିନା ମରିଗଲା ହେଲେ ଦେହର ମୁଖଟା ଆଜି ଯାଏ ମରିନି I meant to say ଶୀତତାପ ନିୟନ୍ତ୍ରଣ ଥିବା ତୋର ଏଇ ସୁନ୍ଦର ଦେହଟାକୁ ମୁଁ ଗୋଟିଏ ରାତି ପାଇଁ ଉପଭୋଗ କରିବାକୁ ଚାହେଁ Sharma, I mean from a husband. কথা କଣ ଟିକେ ମ୍ୟାଡ଼ାମ ମୁଁ କଥା ଦେଇଛି ମାନେ କାହାକୁ କହିବିନି ମ ହେଲେ ଗୋଟେ ରାତି ପାଇଁ ତମେ ମୋ ନିହାତି ଦରକାର ଆଉ ତା ନହେଲେ 20 ପେଡ଼ି ଖୋଲିବାକୁ ମତେ ଗୋଟାଏ ମିନିଟ୍ ବି ଲାଗିବନି ଗୋଟିଏ ରାତି ପାଇଁ କେବଳ ମୋ ତମେ ଦରକାର ଫୁଲ ସହିତ ପଡ଼ିଥିବ ଚନ୍ଦନ କସ୍ତୁର ବାସ୍ନା ମହକୁଥିବ ଆଉ ତମର ଏଇ ଗୋଲାପୀ ଦେହ ଉପରେ ଲାଗିବ ମୋର ଅଜସ୍ର ଚୁମ୍ବନ ମୁଁ ଯେମିତି ମିସ୍ ନ କରେ ଆସୁଛି ବାଏ को न्याय देवा वो हाईकोर्ट जी दरकार पड़े सुप्रीम कोर्ट जी नाथुरी को निश्चय न्याय देवी न्याय मिलबनी बापा न्याय आखि टका जहाँ पाखे अच्छी न्याय निकिति से ही धरी हम बड़ी गरीब लोक को न्याय दब किए किए दब हमको ये न्याय ए बहु ए आकाश पानी पवन माटी जो ठीक वो भागवत गोसाई जदि ठीक ताहले वो नातुरी के निश्चय न्याय मिलिब और फांसी पाइब से नंदलाला फांसी से सब कथा भूली जाओ बापा
ଏବେ କେମିତି ବଞ୍ଚିବା ସେ କଥା ଚିନ୍ତା କର। ତମେ ବାବା ଭାଇ ଔଷଧ ନା 4 ଦିନ ହେଲା ତାଙ୍କୁ ବିଷୟ ଜ୍ୱର ଟିକେ କମିବାର ନା ଧରୁନି ପାଟିକୁ ଦାନା ଟିକେ ନଉନାହାନ୍ତି ଦେଲେ ଔଷଧଟା ଦେଲେ ମୁଁ ତାକୁ ଖୁଆଇଦିଏ। ଆଲୋ କେମିତି ଆଣିବି ତୁ କହୁନୁ? ଟଙ୍କା ନଦେଲେ ଔଷଧ ଦୋକାନୀ ମନା କରିଦେଲା ଟଙ୍କା ଦବନି ବୋଲି। ତମେ ବାବାଙ୍କୁ ଦିଏ ଭଲ ହବ କେମିତି ଆମେ ବାବାଙ୍କୁ ଔଷଧ ଦବା କେମିତି? ଏ ଚୈତି ଓଣ୍ଡା ଶାନ୍ତେ ଆମକୁ ଏକ ଘଡ଼ିଆ କରିଦେଲେ ଆମଠାରୁ କୁଲା ମାଂସ କେହି ନେଉନାହାନ୍ତି। ଏ ଜାତି ଭାଇ ମାନେ ଆମ ମୁହଁକୁ ଚାହିଁଲା ବେଳକୁ ମୁହଁ ବୁଲେଇ ଚାଲି ଯାଉଛନ୍ତି। ଆସନ୍ତାକାଲି ଅକ୍ଷୟ ତୃତୀୟା ଓଣ୍ଡା ଶାନ୍ତେ ହୁକୁମ ଦେଇଛନ୍ତି କାଲି ଅକ୍ଷୟ ତୃତୀୟାରେ ଆମେ ତାଙ୍କ କରଜ ସୁଝିବା। ଆଉ ଯଦି ତାଙ୍କ କରଜ ନ ସୁଝିବା ତାହେଲେ ଗୋଟିଏ ଶ୍ରମିକ ହେଇ କରଜ ସୁଝିବା। ଏ ଜାତି ଭାଇ ମାନେ ଆମ ମୁହଁକୁ କେହି ଚାହୁଁନାହାନ୍ତି। ଆମଠାରୁ ଗୁଲା ମାଂସ କେହି ନେଉନାହାନ୍ତି। ବେପାର ବୁଡ଼ିଗଲା ଏବେ ଖାଇବା କ'ଣ ବଞ୍ଚିବା କେମିତି? ମୁଁ ତ ସେଇ କଥା ଭାବୁଛି ରାତି ପାଇଲେ ପଡ଼ା ସାଧକ କର ଚମୁଟ ଉପରେ ପେଟର ଚଳା ବି ଆଉ ସହି ହଉନି। ବାରଲୋକ ବାର କଥା କହୁଛନ୍ତି ତାଙ୍କ କଥା ବି ଶୁଣି ହଉନି। କଣ କରିବି କିଛି ବୁଦ୍ଧି ବାଟ ଦେଖାଯାଉନି। ଚାରିଆଡେ ଯେମିତି ଅନ୍ଧାର ଦେଖାଯାଉଛି। ଚଇତା ତୁ ଗୋଟେ କାମ କରେ ଚଇତା ତୁ ଗୋଟେ କାମ କର ତୁ ପାଟିରେ ବିଷ ଟିକେ ଦେଇଦେ ରେ ଚଇତା। ଆଉ ତୁ ବୋଉ ନେଇ ସବୁକୁ ଚାଲି ଯା ତୁ ଚାଲି ଯା। ନାଇଁ ବାବା ତମେ ଏକା କାହିଁକି ବିଷ ପିଇବ? ଆସ ଆମେ ସମସ୍ତେ ମିଶି ଟପେ ଟପେ ବିଷ ପିଇ ମରିଯିବା। ଚାଲ। ତମେ ଠିକ କରିଛ ବିଷ ପିଇବନି କି ଆମକୁ ଆଉ କେହି କିଛି କହିବେନି। ଭୋକର ଚାଲ ବି ସହିବାକୁ ପଡିବନି। କିପଟା ସାଧକ କର ଚାକୁ ଶୁଚିବାକୁ ପଡିବନି। ତମେ ଏଇଠି ଥାଅ ମୁଁ ଛିଦ୍ର ଗୋଳିଏ ନେଇ ଆସି ଆମେ 3 ଜଣ ଯାକ ପିଇ ଦେଇ ମରିଯିବା। ଠିଆ ହୁଅ ଚୈତି। ଆତ୍ମହତ୍ୟା କରିବା ମହାପାପ। ମା ଶାନ୍ତାଣୀ ଏତେ ରାତିରେ ହେଲେ ଆପଣଙ୍କୁ କେହି ଦେଖିନାହାନ୍ତି? ନାଇଁ ଚୈତ ଆମକୁ କେହି ଦେଖି ନାହାନ୍ତି। କେବଳ ତୋ ସହିତ ଦୀପକ କଥା ହେଇ ମୁଁ ଏଠୁ ଚାଲିଯିବି। କୁହନ୍ତୁ ମା ଶାନ୍ତାଣୀ କ'ଣ କହିବାର ଅଛି କୁହନ୍ତୁ। ଚୈତ ଏ ବ୍ୟାଗରେ 20 ଲକ୍ଷ ଟଙ୍କା ଅଛି। ଏ 20 ଲକ୍ଷ ଟଙ୍କା ନେଇ ତୋ ବାପା ଆଉ ସ୍ତ୍ରୀକୁ ଧରି ଗାଁ ଛାଡି ତୁ ପଳେଇ ଯା। ଏତେ ଟଙ୍କା? ଆରେ ତୋ ପ୍ରତି ଯୋଉ ଅନ୍ୟାୟ ହେଇଛି ଯୋଉ ଅତ୍ୟାଚାର ହେଇଛି ଟଙ୍କା ତା ପାଖରେ କିଛି ନୁହଁ ରେ। ଚୈତ ମୋ କଥା ମାନି ଏ ଟଙ୍କା ନେଇ ତୋ ବାପା ଆଉ ସ୍ତ୍ରୀକୁ ଧରି ଗାଁ ଛାଡି ତୁ ପଳେଇ ଯା। नहीं भाषा चली नहीं वो अपन को हाथ तो जोड़ी नहीं बुरा होची भाषा चली अपन जिसे जल्दी पारू तो जे घर छाड़ी चली जाओ तो और कानो ने पोटो साथे जानी ला को मारी से गई चली चल तू चल ଆପଣ ଦୟାକରି ଏଠି ଚାଲି ଯାଆନ୍ତୁ। ଆମକୁ ଆମ ଭାଗ୍ୟକୁ ନେଇ ବଞ୍ଚିବାକୁ ଦିଅନ୍ତୁ। ଚାଲି ଯାଆନ୍ତୁ ଆପଣ ଏଠୁ। ଚୈତି ଭାଉଜ ସେଦିନ ପରିସ୍ଥିତିରେ ପଡ଼ି ମୁଁ କୋର୍ଟରେ ମିଛ କହିବା ପାଇଁ ବାଧ୍ୟ ହୋଇଥିଲି। ସେଇ ପାପର ପ୍ରାୟଶ୍ଚିତ କରିବା ପାଇଁ ମୋତେ ଗୋଟେ ସୁଯୋଗ ଦିଅ ଭାଉଜ, ଗୋଟେ ସୁଯୋଗ ଦିଅ। ହଁ ଚୈତି ନାରୀ ମଧ୍ୟ ସିନ୍ଦୁର ତାକୁ ଦୁର୍ବଳ କରିଦିଏ। ପୁରୁଷ ପାଖରେ ସେ ବନ୍ଧା ପଡ଼ିଯାଏ। ଆମେ ଆଜି ଶାଶୁ ବହୁ 2 ଜଣ ନିଜ ନିଜର ସିନ୍ଦୁର ପାଇ ବିଚାର ବିବସ୍ତ୍ର ହେଇଯାଇଛୁ। ଯୋଉଥିପାଇଁ କି ସେ ମହାପାପୀ 2 ଜଣଙ୍କୁ ଘଣ୍ଟ ଘୋଡ଼େଇ ରଖିବା ପାଇଁ ଆମେ ବାଧ୍ୟ ହେଇଛୁ। କରୁଛ ଯଦି ସେ ମହାପାପୀ 2 ଜଣଙ୍କୁ ତମେ ମାନେ କ୍ଷମା କରିଦିଅ। ଆମେ ଶାଶୁ ବହୁ 2 ଜଣ ସେ ମହାପାପୀ 2 ଜଣଙ୍କ ପାଇଁ ତମ ପାଖରେ ହାତ ଯୋଡ଼ି କ୍ଷମା ମାଗୁଛୁ। ହାତ ଯୋଡ଼ିଲେ ଆମକୁ ପାପ ଲାଗିବ, ଆମର ଦୋଷ ହବ। ଆମେ ସମସ୍ତେ ଆପଣଙ୍କ ଆଗରେ ହାତ ଯୋଡ଼ିଛୁ। ଆପଣ ଆମକୁ କ୍ଷମା କରିଦିଅନ୍ତୁ। ଏଠି ଦୋଷ କାହାରି ନୁହଁ, ସବୁ ଆମ ଭାଗ୍ୟର ଦୋଷ। କୋଉ ଜନ୍ମରେ କି କର୍ମ କରିଥିଲୁ ଏ ଜନ୍ମରେ ଏମିତି ଦଶା ଭୋଗୁଛୁ। କୋଉ ଜନ୍ମରେ କି ଭୁଲ କରିଥିଲୁ ଏ ଜନ୍ମରେ ଆମ ସମସ୍ତେ ଦଣ୍ଡ କରୁଛୁ। ମୁଁ ଆପଣଙ୍କୁ ହାତ ଯୋଡୁଛି ମା ଶାନ୍ତାଣୀ, ଆମକୁ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ଚାଲି ଯାଆନ୍ତୁ ମା ଶାନ୍ତାଣୀ, ଯେତେ ଶୀଘ୍ର ପାରୁଛନ୍ତି ଘର ଛାଡ଼ି ଚାଲି। ନାଇଁ ଚୈତା ମୁଁ ଆଜି ତୋର କିଛି କଥା ଶୁଣିବିନି। ତୋତେ ଆଜି ମୋ କଥା ରଖି ଏ ଟଙ୍କାଟା ରଖିବାକୁ ପଡିବ। ତୁ ସତ କହୁଛି ତୁ ଯଦି ଏ ଟଙ୍କା ନ ରଖିବୁ ତାହେଲେ ଆମେ ଶାଶୁ ବହୁ 2 ଜଣ ଏଇଠି ଆତ୍ମହତ୍ୟା କରିବୁ। ତୋତେ ହତ ଭାଗିনী ମାର ନିୟମ।
ବାପା ଓ ସ୍ତ୍ରୀକୁ ଧରି ତୁ ଏ ଗାଁ ଛାଡ଼ି ପଳେଇ ଯା ତୁ ଏ ଗାଁ ଛାଡ଼ି। ମା ସାନ୍ତାଣୀ ଆପଣ ମାନବ ନୁହନ୍ତି, ଆପଣ ସାକ୍ଷାତ ଦେବୀ। ହଉ ତମେ ସୁକଥା ପରେ କରିବ, ଆମର ଡେରି ହେଇଯାଉଛି। କାଲି ଯଦି ଆମକୁ ଟିକେ ଦେଖିବ ତାହେଲେ ସବୁ ଅସୁବିଧା ହେଇଯିବ। ଏଇ ମା ଆମେ ଏଠି ପଳେଇଯିବା। ছি 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 রে মীরা ছি 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 রে মীরা ছি রে ছি রে ছি ধনকে দেখলো তুই বিরাজ না মনকে চিনিল নাই ধনকে দেখলো তুই বিরাজ না মনকে চিনিল নাই মুখে যাই করি আসলা বেলে কেমটা পাশে করলো মীরা ছি 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 লো মীরা ছি 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 লো মীরা ছি লো ছি আমার ଆଉ କେହି କିଛି କରିବେ କେହି କିଛି କରିବେନି। ପିତାଶ୍ରୀ ନନ୍ଦଲାଲାର ଭାଗବତ କହିଲା କଣ କହିଲା ପାଖରେ ଯେବେ ଅଛି ଧନ ନାହିଁ ତାର ପ୍ରয়োଜନ। ପିତା ମୋର ନିଜ ଗୁରୁ ଉଦ୍ଧବ କେତେକୁ ପଚାରୁ। এই জয়িতা জয়তি ছাড়িবানি পিতাশ্রী ছাড়িবানি চালন্ত ମୋ ବାପାର ଆତ୍ମାକୁ ଶାନ୍ତି ମିଳିଛି। ମୋ ଝିଅର ଆତ୍ମା ବି ଆରପାରିରେ ଶାନ୍ତି ପାଇବ, ନିଶ୍ଚୟ ଶାନ୍ତି ପାଇବ ମୋ ଝିଅର ଆତ୍ମା। ପୋଲିସ ବାବୁ ଆସନ୍ତୁ, ପୋଲିସ ବାବୁ ଆମକୁ ବାନ୍ଧି ଥାନାକୁ ନେଇଯାଆନ୍ତୁ। ଆସନ୍ତୁ ପୋଲିସ ବାବୁ, ଆମ ହାତରେ ହାତ କରି ପକେଇ ଆମକୁ ଥାନାକୁ ନେଇଯାଆନ୍ତୁ। ମୋତେ କ୍ଷମା କରିଦିଅ। ନାଇଁ ନାଇଁ କିଛି ତମର ଆମକୁ କ୍ଷମା ମାଗିବା କିଛି ଦରକାର ନାହିଁ। ଯଦି ସତରେ କ୍ଷମା ମାଗିବାକୁ ଚାହୁଁଛ ତାହେଲେ ମୀରାକୁ କ୍ଷମା ମାଗ। ମୀରା ଏଠିକି ଆସିଲ, ଚିନୁ ତମେ ବି ଆସିବ। ଆଜିଠାରୁ ମୀରା ତମକୁ ରଖିଲେ ତମେ ଯୋଉ ଖୁସିରେ ସଂସାର ସାରା ଜୀବନ ହସ ଖୁସିରେ ରୁହ। ଭାଗବତର ସେଇ ତମ ଦି ଜଣଙ୍କର ମଙ୍ଗଳ କରନ୍ତୁ, ମଙ୍ଗଳ କରନ୍ତୁ। ଏ ଚୈତି ଥାନାକୁ ଯିବା ପୂର୍ବରୁ ସେ ଭାଗବତ ଗୋସାଇଙ୍କର ଅମୃତବାଣୀ ବୋଲିଦେଲୁ, ମତେ ବୋଲିଦେଲୁ ଚୈତି। ଆଲୋ ବୋଲ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ, ସେ ବ୍ରଜ ନାରୀଙ୍କ ବୟରେ
অনাম থাউ নিরন্তরে মনে আমার নিরন্তরে দাও আকৃষ্ণ